বন্দে ভক্তজনাশ্রয় জবরজং বিভু বন্দে শিব শঙ্কর বহুতলে আগো নারায়ণ রুদ্রে অম্বিকে ভাস্করে তথা ভিন্ন ভিন্ন ন কর্তব্যং পঞ্চদেব নমস্তুতে নারায়ণ পরাদেবা নারায়ণ পরাক্ষরা নারায়ণ পরাগতি নারায়ণ পরান্মুক্তি বল শ্রীমন্নারায়ণ নারায়ণ নারায়ণ বৃন্দাবন দর্শন করিবি যাই দর্শন করিবি যাই শ্রীমধু সুদন মুজে জীবী বৃন্দাবন বৃন্দাবন
মদ্রণ তটা জয়দ্রথ জলা গান্ধার নীল দোপলা শল্যগ্রাহবতী কৃপেণ বহনি করলে বেড়া গুলা অশ্বত্থমা বিকর্ণ ঘোর মকর দুর্যোধনার বর্তিনী সৌতীর্ণা ঘোড়ু পাণ্ডবৈরণ নদী কৈবর্তক কেশব পরমারাধ্য পরম প্রেমময় অনন্ত কোটি ব্রহ্মাণ্ডর নায়ক অখিলেশ্বর মহাপ্রভু জগন্নাথ বড় ঠাকুর বলভদ্র মহাপ্রভু মা সুভদ্রিকা তথা সুদর্শন মহারাজঙ্কর চরণারবিন্দরে কোটি কোটি প্রণাম জଣାଇ সারিবা পরে সত্য সনাতনী চির আহ্লাদনী যোগমায়া স্বরূপিণী মা কারিণী তারিণী সারলা বিমলা মা সিদ্ধ মঙ্গলাঙ্কর চরণারবিন্দরে কোটি প্রণাম জଣାଇ সারিবা পরে সর্বশেষরে দ্বিতীয় রজনীর দ্বিতীয়ার্ধরে ভগবানଙ୍କର ପବିତ୍ର କଥାବସ୍ତୁକୁ ଶ୍ରବଣ କରିବା ପାଇଁ ବସି ରହିଥିବା ସମସ୍ତ ହରିକଥା ପିପାସୁ ସଜ୍ଜନ ମାନଙ୍କୁ ନରନାରାୟଣ ମନେକରି ସମସ୍ତଙ୍କର ଚରଣାର ବିନ୍ଦରେ କୋଟିଏ ପ୍ରଣାମ ଜଣାଇ ସାରି ପ୍ରଭୁ କଥା କହିବାର ଚିନ୍ତାଧାରା ନେଇ କପିଳ ସତ୍ୟନାରାୟଣଙ୍କର ପାବନ ମଞ୍ଚ ଉପରେ ଆମେମାନେ ମଞ୍ଚାସୀନ ପାଲାକାର ମାନଙ୍କର କର୍ତ୍ତବ୍ୟ ଅନୁସାରେ ସର୍ବପ୍ରଥମ ମଞ୍ଚାସୀନ ହୋଇସାରିବା ପରେ ଭକ୍ତ କବି ଶାଲବେଗଙ୍କର କୃତ ଏକ ଏକ ଜଣାଣକୁ ଗାଇ ସାରିବା ପରେ ଚାରିପାଦର ଶ୍ଳୋକଟି ଆମେ ମାନେ ପାଠ କରିଛନ୍ତି ଯେଉଁ ଶ୍ଳୋକକୁ ଆଶୀର୍ବାଦାତ୍ମକ ଶ୍ଳୋକ ଭାବରେ ଆମେ ଗ୍ରହଣ କରି ଆପଣମାନଙ୍କ ନିକଟରେ ପାଠ କରିଛନ୍ତି ଯାହା ହେଉଛନ୍ତି ଗୀତାଙ୍କର ଧ୍ୟାନ ଶ୍ଳୋକ ଗୀତାର ଧ୍ୟାନ ଶ୍ଳୋକରୁ ଆଜିର କଥାବସ୍ତୁକୁ ଯେତେବେଳେ ଆମେ ମାନେ ଆରମ୍ଭ କରିବା ପାଇଁ ଯାଉଛନ୍ତି ମୋର ଗୁଣିଜ୍ଞାନୀ ପଣ୍ଡିତ ସମାଜ ପ୍ରଥମ ସ୍ତବକରେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥାକରେ ବା ପ୍ରଥମ ପାଳିରେ ଆପଣମାନେ ଶୁଣୁଥିଲେ ମହାଭାରତର କଥା ଯେଉଁ ମହାଭାରତର କଥାବସ୍ତୁ ଭିତରେ ଆମେ ଗୋଟିଏ ଶ୍ଳୋକ ପଦାର୍ପଣ କରିଛନ୍ତି ଗୋଟିଏ ଶ୍ଳୋକକୁ ଆଠ ପାଠ କରାଯାଇଛି ଭୀଷ୍ମ ଦ୍ରୋଣ ତଟା ଜୟଦ୍ରଥ ଜଳା ଗାନ୍ଧାର ନୀଲୋତ୍ପଳା ଯେତେ ମହାଭାରତ ଗ୍ରନ୍ଥ ଭିତରେ ଯେତିକି କଥା ନିହିତ ହେଇ ରହିଛି ଯେତିକି କଥା ଉଜ୍ଜୀବିତ ହେଇ ରହିଛି ଯାହାକୁ ଆମେ ଗ୍ରନ୍ଥ ବୋଲି କହୁଛନ୍ତି ଯାହାକୁ ଆମେ ଶାସ୍ତ୍ର ବୋଲି କହୁଛନ୍ତି ଇଏ ମହାଭାରତର ମହାଗହନ କଥା ଯୋଉଥିପାଇଁ ଆପଣ ମାନଙ୍କର ବ୍ୟାସ କହିଛନ୍ତି ମହଦ୍ୱାଦ ଭାରବତ୍ୱାଞ୍ଚ ମହାଭାରତ ମୁଚ୍ୟତେ ଯେଉଁ କଥା ଭିତରେ ମହତର କଥା ଭାର ଭାର ହେଇ ରହିଛି ସେଇଥିପାଇଁ ନାମ ହଉଛି ମହାଭାରତ କାହିଁକି ମହାଭାରତ ନା ଯୋଉ ଭିତରେ ଯେଉଁ ଗ୍ରନ୍ଥ ଭିତରେ ମହତ କଥା ଭାର ଭାର ହେଇ ରହିଛି ତା ନାମ ହଉଛି ମହାଭାରତ କପିଳ ଯଦି ମହତ କଥା ଭାର ଭାର ହେଇ ରହିଥିବାରୁ ନାମ ହେଲା ମହାଭାରତ ମତେ କହରେ କପିଳ ଇଏ କୋଉ ମହତ କଥା ଆମେ ଶୁଣିଲେ କୋଉ ମହତ କଥା ଶୁଣିଲେ 4 ଘଣ୍ଟା ହେଲା ମହାଭାରତ କଲେଣି ଆପଣ କଣ କହୁଛନ୍ତି କଣ ମହତ କଥା ଶୁଣିଲେ କପିଳ ପ୍ରଥମ କଥା ଯେତେବେଳେ ଆସି ପହଞ୍ଚିଲି ସେତେବେଳେ ଦିନ ସାରା ଅନୁପସ୍ଥିତି ସତ୍ତ୍ୱେ ଯେତେବେଳେ ଆସି ପହଞ୍ଚିଲି ଶୁଣିଲି ମୋ ସାନ ଭାଇ ସ୍ୱାଇଁ ବାବୁ ଆପଣ ମାନଙ୍କ ପାଖରେ ଆଶୀର୍ବାଦାତ୍ମକ ଶ୍ଳୋକଟିଏ ପାଠ କରିଥିଲେ ଆଶୀର୍ବାଦାତ୍ମକ ଶ୍ଳୋକଟିଏ ପାଠ କରିଥିଲେ କଣ ସେ ଶ୍ଳୋକ କିରେ ବାଲ୍ୟ ତୁ କୌତୁକ କଣ କହିଲେ ବାଲ୍ୟ ତୁ କୌତୁକ ବସନ୍ତ ହିରାଜ ମର୍ଦି ଜହକାକରାଧିପ ସୁତା ରସକେଳି ତୃତଂ ନିତ୍ୟା ନିରୁଦ୍ଧ ସୁଖଦସ୍ତୁ ଗଜାନ୍ତ ହନ୍ତା କୋରାଟ କରୁତୁ ସବରାହିତ ନାଶ ମାସୌ ରହ ଜ୍ଞାନୀ ମାନେ ଗୋଟିଏ ଶ୍ଳୋକ ଗୋଟିଏ ଥାକ ପାଲା ଇଏ ଚାରିପାଦ ଯାକ ଯଦି ଅର୍ଥ କରିବା ଗୋଟିଏ ଥାକ ପାଲା ହେଇଯିବ କିନ୍ତୁ ତାହା ତ ହେଲାନି ଜ୍ଞାନୀମାନ ଆପଣ ମାନଙ୍କ ପାଖରେ ସଂକ୍ଷିପ୍ତ ଅର୍ଥ କରି ଦିଆଗଲା ମହାଭାରତ କଥା ଭିତରକୁ ଗଲେ ଯଦି ମହାଭାରତ କଥା ହେଲା ଯଦି ଗ୍ରନ୍ଥର ନାମ ହେଲା ମହାଭାରତ ଯୋଉଥିପାଇଁ ଓଡିଆ କାବ୍ୟରେ ଲେଖା ଅଛି ଗୋଟିଏ ପଦରେ ରାମ କଣ କୁହାଯାଇଛି କହିଲେ ମହାଭାରତ ଯେ ମହା ଇଏ ଗହନ ଚରିତ ଶୁଣି ଶୁଣାଇଲେ ନରେ ଲଭନ୍ତି ମୁଗ
গহন চরিত শুনি শুনাইলে নরে লভন্তি মুকত মুকত মহাভারত হচ্ছে মহাগহন কথা আজ্ঞা ଆଉ ଏ ଗହନ କଥା ମହାଭାରତ ଗ୍ରନ୍ଥକୁ ଜ୍ଞାନୀ ମାନେ ଯିଏ ଶୁଣେ ଆଉ ଯିଏ ଶୁଣାଏ ଶୁଣାଏ ଶୁଣନ୍ତି ଆପଣ ମାନେ ହଁ। ଶ୍ରୋତା ଭାବରେ ହଁ ଶୁଣାଉ ଆମେ ମାନେ ଦିନହୀନ ଅକିଞ୍ଚନ କଳାକାର ଭାବରେ ঠিক ঠিক ତା ମାନେ তাମାନେ ଇଏ କଥାକୁ ଶୁଣିଲେ ମୁକ୍ତି মুক্তি ଇଏ କଥାକୁ କହିଲେ ମୁକ୍ତି মুক্তি ଯୋଉଥିପାଇଁ ବ୍ୟାସ କହିଲେ ମହତ୍ୱାଦ ଭାରବତ୍ୱାଞ୍ଚ ମହାଭାରତ ମୁଚ୍ୟତେ আজ্ঞা କାଲି ଆଲୋଚନା କରି ଆମେ ଯାଇଥିଲେ ରେ କପିଳ হ্যাঁ স্যার କୃଷ୍ଣ ନାମରେ ପାପ କ୍ଷୟ ଯେତେ পুত্র নামরে বাপ জয় যেতে କରି ନ ପାରେ ପାପୀ পাপ যেতে করি ন পারে বাপি পাপ যেতে ଦ୍ୱିତୀୟ ପର୍ଯ୍ୟାୟରେ ମୋ ସାନ ଭାଇ ସ୍ୱାଇଁ ବାବୁ ଆସି ଆପଣ ମାନଙ୍କ ପାଖରେ କହିଲେ ନାମରେ ମୁକ୍ତି ନାହିଁ ନାହିଁ ନାମରେ ମୁକ୍ତି ନାହିଁ ନାହିଁ କର୍ମରେ ମୁକ୍ତି ଅଛି ଆଜ୍ଞା ଯଦି ନାମରେ ମୁକ୍ତି ନାହିଁ ତାହେଲେ ଯେତେ କବି ନାମ ସମ୍ବନ୍ଧରେ ଲେଖିଛନ୍ତି ତାଙ୍କୁ ଆଉ ପାଲା ବାଲା ଆମେ ଗାଇବାନି ଆଜ୍ଞା ଆଜ୍ଞା ଆଉ କାହିଁ ଗାଇବା ଦିନ କୃଷ୍ଣ ଖାଲି କଣ ଲେଖିଛନ୍ତି ଆଉ ଏ ପୁଅ ଖାଲି ଦିନ କୃଷ୍ଣ ନୁହନ୍ତି ରେ ଆଉ କିଏ ଦେଖେ ଦିନ କୃଷ୍ଣ ତ ହଉଛନ୍ତି ହଁ। ବେଦବାଦୀ ହଁ ଯିଏକି ବେଦକୁ ଆରାଧନା କରନ୍ତି ଆଜ୍ଞା ସେ ବେଦବାଦ ଅନୁସାରେ କହିଦେଲେ କୃଷ୍ଣ ନାମରେ ପାପ କ୍ଷୟ ଯେତେ ହଁ କରି ନ ପାରେ ପାପୀ ପାପ ଦେତେ ଯେତେ। ବାପା ଆପଣ ମାନେ ଜ୍ଞାନୀ ମାନେ ଆଗରେ ବସିଛନ୍ତି ହଁ। ଆଚ୍ଛା ନିର୍ବେଦବାଦୀ ମାନେ କେବେ କଣ ନାମକୁ ବିଶ୍ୱାସ କରନ୍ତି ନା ନିର୍ବେଦବାଦୀ ମାନେ ଯୋଉମାନେ ଭଗବାନଙ୍କୁ ଶୂନ୍ୟ ବ୍ରହ୍ମ ବୋଲି ଚିନ୍ତା କରନ୍ତି ଆଜ୍ଞା, ଆଜ୍ଞା। ସେମାନେ କଣ ନାମ ଉପରେ ନାମ ତତ୍ଵ ଉପରେ କିଛି ଆଲୋକପାତ କରିଛନ୍ତି କି ନା ନାମ ଉପରେ ଗୁରୁତ୍ୱାରୋପ କରିଛନ୍ତି କି ନା ହଁ କୋଉଠି? ହଁ ଆଚ୍ଛା କୋଉଠି ଆଜ୍ଞା ଆରେ ବେଦ କହିଛନ୍ତି ନାମ ନିର୍ବେଦବାଦୀ ମାନେ କହିଛନ୍ତି ନାମ କିଏ କହିଛନ୍ତି ଇଏ ସାର୍ ପଦଟିଏ ବାପା ଗାଇବି ତାପରେ ପ୍ରସଙ୍ଗ ଭିତରକୁ ଯିବା ଠିକ ଠିକ କବି କିଏ ତାର କିଏ ଜନ୍ମ ହଉଛି ରେଢାଖୋଲରେ ଏଟା କହ ଜନ୍ମ ରେଢାଖୋଲରେ ଆଜ୍ଞା। କିନ୍ତୁ ହଁ। ସାଧନାର ପଥ କୋଉଠିକି ବାବୁଲି ଆମ ଜୋରନ୍ଦା ପାଖରେ ତପବନ ତପୋବନ ତପୋବନ। ତମ ଢେଙ୍କାନାଳ ଜିଲ୍ଲାର ତପୋବନ ହଁ ତପୋବନରେ ଯିଏ ସିଦ୍ଧ ଲାଭ କରି ସିଦ୍ଧି ଲାଭ କରିଥିଲେ ଆଜ୍ଞା ଯିଏ ଜାତିରେ କନ୍ଧ କିନ୍ତୁ ଅନ୍ଧ ନୁହନ୍ତି ସିଏ ଅନ୍ଧ ନୁହନ୍ତି ନିଜକୁ ଭଗବାନଙ୍କ ପାଖରେ ଶୂନ୍ୟ ବ୍ରହ୍ମଙ୍କ ପାଖରେ ଅନ୍ଧ ବୋଲି ପ୍ରତିପାଦିତ କରିଥିଲେ ତାମାନେ କେଉଁ କବି କହୁଛନ୍ତି ମୁଁ ମୂର୍ଖ କିଏ କହୁଛନ୍ତି ମୁଁ ଦରିଦ୍ର କିଏ କହୁଛନ୍ତି ମୁଁ ବାୟା ତାମାନେ ସେ କଣ ପ୍ରକୃତ ଅନ୍ଧ ପ୍ରକୃତ ମୂର୍ଖ ପ୍ରକୃତ ବାୟା ଭଗବାନଙ୍କ ପାଖରେ ଆତ୍ମସମର୍ପଣ ପୂର୍ବକ ସେମାନେ କହନ୍ତି ଆଜ୍ଞା ଯେ ମୁଁ ହଉଛି ଅନ୍ଧ ହଁ ମୁଁ କିଛି ଦେଖି ପାରୁନାହିଁ ସେ କିଏ ଜାତିରେ କନ୍ଧ ସନ୍ଥ ଉଧା ଉପାଧି ପ୍ରାପ୍ତ କବି ଆଜ୍ଞା ଭୀମ ଭୋଇ ଆଚ୍ଛା ଲେଖି ଦେଇନାହାନ୍ତି ନାମ ଉପରେ ଗୁରୁତ୍ୱ ଦେଇନାହାନ୍ତି ହଉ କହିନାହାନ୍ତି ନାମ କଥା କଣ କହିଛନ୍ତି କିରେ କପିଳ କଣ ଆଜ୍ଞା ଆନନ୍ଦେ ନାମ ଆନନ୍ଦେ ନାମ ସେ ବ୍ରହ୍ମେ ବିହର ଆନନ୍ଦେ ନାମ ଆନନ୍ଦେ ନାମ ପ୍ରଭେ ବିହାର ଆନନ୍ଦେ ନାମ ଆନନ୍ଦେ ନାମ ବ୍ରହ୍ମେ ବିହାର ଆନନ୍ଦେ ନାମ ଆନନ୍ଦେ ନାମ ପ୍ରଭେ ବିହାର কর্ম কামনারে কর্ম কামনারে কর্ম কামনারে কর্ম কামনা কর্ম কামনারে পুরি নমরা আনন্দে ନିର୍ବେଦବାଦୀ ଭକ୍ତ ଯିଏ ଶୂନ୍ୟ ବ୍ରହ୍ମଙ୍କୁ ସଦା ସର୍ବଦା ପୂଜା କରନ୍ତି ସିଏ ହଉଛନ୍ତି ଶୂନ୍ୟ ବ୍ରହ୍ମଙ୍କୁ ପୂଜା କରୁଥିବା ଆଜ୍ଞା ଆରାଧ୍ୟ ବୋଲି ଚିନ୍ତା କରୁଥିବା ସନ୍ଥ ଭୀମ ଭୋଇ ଆଜ୍ଞା ସେ ତ ନାମ ଉପରେ ଗୁରୁତ୍ୱ ଦେଲେ ନା ହଁ ଭୀମ ଭୋଇ କହିଲେ ନାମ କଥା ହଁ କପିଳ ଆରେ ଏପଟରେ ଦୀନକୃଷ୍ଣ ଦାସ କହିଲେ ନାମ କଥା ହଁ ପୁଅ ଖାଲି ଓଡିଆ ସାହିତ୍ୟ ନୁହେଁ ଆଉ ସଂସ୍କୃତ ସାହିତ୍ୟକୁ ଗଲେ ହଁ ନାମ ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଅଛି ନାମ ଉପରେ ଗୁରୁତ୍ୱ ଦିଆଯାଇଛି ଆଚ୍ଛା, ଆଚ୍ଛା। କିଏ କହିଛନ୍ତି ଇଏ চৈতন্য চরিতামৃত কাব্য আচ্ছা আচ্ছা বলে হরেন নাম হরেন নামেব কেবলম কলগ নাস্তাইব 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 গতিরন্যথা
ଚରିତାମୃତ କାବ୍ୟ ମଧ୍ୟ ନାମ ଉପରେ ଗୁରୁତ୍ୱ ଆରୋପ କଲେ। ଆଜ୍ଞା କପିଳରେ ତାରେ ଖାଲି 3 କବି ନୁହନ୍ତି ମ, ଆଉ ନାମ ଉପରେ ଆଉ କେତେ କବି ବାପା, ଆଉ ଜଣେ କବି କିଏ ଯାହାଙ୍କ ପାଇଁ ଓଡିଆ ସଂସ୍କୃତି ବଞ୍ଚିଛି। ଆମ ପରମ୍ପରା ହଉଛି ଭାଗବତ ପରମ୍ପରା, ଠିକ ଆମ ସଂସ୍କୃତି ହଉଛି ଭାଗବତୀୟ ସଂସ୍କୃତି। ଆଜ୍ଞା ଏ ପୁଅ, ଆଉ ଯଦି ହଁ। ଆମେ ବର୍ଷକୁ ଗୋଟିଏ ଦିନ ହଁ ଯେଉଁ ଗ୍ରନ୍ଥକର ଜନ୍ମୋତ୍ସବ ପାଳନ କରୁଛନ୍ତି ତାହା ହଉଛନ୍ତି ଭାଗବତ ଜନ୍ମ ଆଜ୍ଞା ନାହିଁ। ହଁ ଯାହାକୁ ଭାଗବତକୁ ହଁ। ଜଗନ୍ନାଥ ଦାସ କହିଦେଇଛନ୍ତି ପରା, କଣ? ବୋଲେ ପରମ ଶାସ୍ତ୍ର ଭାଗବତ ଗୋବିନ୍ଦ ଅଭ୍ୟାସ କରୁଥିବ ନିତ୍ୟ ଜ୍ଞାନୀ ମାନେ ମୋର ଗୁଣୀ ଜ୍ଞାନୀ ପଣ୍ଡିତ ସମାଜ ହଁ ସବୁ ଗ୍ରନ୍ଥକୁ ଆପଣ ମାନେ କହିବେ ପୁରାଣ। ପୁରାଣ ଭାଗବତ ପୁରାଣ ନୁହନ୍ତି, ଆଉ ଭାଗବତ ହଉଛନ୍ତି ମହାପୁରାଣ। ହଁ ସବୁ ପୁରାଣକୁ ଆପଣ ମାନେ ଶାସ୍ତ୍ର କହିବେ, ଆଜ୍ଞା ସାର୍। କିନ୍ତୁ ଭାଗବତ ଶାସ୍ତ୍ର ନୁହନ୍ତି। ଆଉ ଭାଗବତ ହଉଛନ୍ତି ପରମ ଶାସ୍ତ୍ର। ପରମ ଶାସ୍ତ୍ର କାହିଁକି ପରମ ଶାସ୍ତ୍ର କୁହାଯାଏ, ଆଜ୍ଞା ତା ନ୍ୟାୟ ହଉଛି ଅଲଗା। ଅଲଗା ସବୁ ପୁରାଣକୁ ଆମେ ଶାସ୍ତ୍ର କହିବା, ହଁ। କିନ୍ତୁ ଭାଗବତ ଶାସ୍ତ୍ର ନୁହନ୍ତି। ନା। ଭାଗବତ ହଉଛନ୍ତି ପରମ ଶାସ୍ତ୍ର। ପରମ ଶାସ୍ତ୍ର କାହିଁକି ତା ଅର୍ଥ ହଉଛି ଅଲଗା, ଆଜ୍ଞା, ଆଜ୍ଞା। ତା ଭିତରକୁ ଯିବାର ସମୟ ନୁହେଁ। ନା, ନା, ନା। ଯାହାକୁ ଆମେ ପରମ ଶାସ୍ତ୍ର ବୋଲି କହୁଛନ୍ତି, ଏଇ ଓଡିଶାର ପ୍ରତ୍ୟେକ ପୁରପଲ୍ଲୀରେ ହଁ। ପ୍ରତ୍ୟେକ ଗାଁରେ ଭାଗବତ ଟୁଙ୍ଗି ଅଛି। ଅଛି ଆଜ୍ଞା ଆମେ ଆଜି ସିନା ଆମ ପରମ୍ପରାକୁ ଭୁଲି ଗଲେଣି, ହଁ ଆଜି ସିନା ଆମ ଐତିହ୍ୟକୁ ଭୁଲି ଗଲେଣି ବାପା, ହଁ। କିନ୍ତୁ ଦିନ ଥିଲା। ହଁ ଆଜି ବି ମୁଁ ଦେଖିଛି, ଏବେ ମୁଁ ଦେଖୁଛି ହଁ। ପୁରୀ ଜିଲ୍ଲା, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଏବେ ମଧ୍ୟ ଚାଲିଛି। ଗୋଟିଏ ଗୋଟିଏ ଗାଁରେ, ଗୋଟିଏ ଗୋଟିଏ ସାହିରେ ହଁ ଭାଗବତ ଟୁଙ୍ଗିରେ ହଁ। ପ୍ରତ୍ୟେକ ଦିନ ଅଧ୍ୟାୟଟିଏ ଭାଗବତ ପଢା ହଉଛି। ହଁ ଯଦି ଭାଗବତ ପଢା ହଉଛି, ଏଇ। ଆମ ସଂସ୍କୃତି ହଉଛି ଭାଗବତୀୟ ସଂସ୍କୃତି, ହଁ, ହଁ। ଆମ ପରମ୍ପରା ହଉଛନ୍ତି ଭାଗବତ ପରମ୍ପରା। ଠିକ୍। ଏ କପିଳ ସାର୍ 3 କବିଙ୍କ ପରେ ହଁ ଏ ଭାଗବତର ରଚୟିତା, ରଚୟିତା। ଓଡିଆ ଭାଗବତର ରଚୟିତା ହଁ, ହଁ। ଜଗନ୍ନାଥ ଦାସ ଦାସ। କେତେ ସୁନ୍ଦର ଭାବରେ ଲେଖିଦେଲେ। ଆଜ୍ଞା ଆଜ୍ଞା କଣ କହିଲେ କଣ? ଜ୍ଞାନୀମାନ, ହଁ 17 ଜଣ କବି ମାଳିକା ଲିଖିଛନ୍ତି। 17 ଜଣ 17 ଜଣ କବି। ଢେର ଲେଖିଛନ୍ତି ରହ, ଆଜ୍ଞା ମାଳିକା କାହାକୁ କହନ୍ତି ନା କଳିଯୁଗର ନିନ୍ଦାକୁ ମାଳିକା କୁହାଯାଏ। ଠିକ ଯୋଉଥିରେ କଳିଯୁଗର କଳଙ୍କ କଥା ବର୍ଣ୍ଣନା କରାଯାଇଥାଏ ତାକୁ ମାଳିକା କୁହାଯାଏ। ହଁ 17 ଜଣ କବି ମାଳିକା ଲେଖିଲେ, ଆଜ୍ଞା ସେ 17 ଜଣଙ୍କ ଭିତରେ ବି ଜଗନ୍ନାଥ ଦାସ ଅଛନ୍ତି। ଆଜ୍ଞା ଆପଣ ମାନେ କହିବେ ଜଗନ୍ନାଥ ଦାସ କୋଉଠି ମାଳିକା ଲେଖିଛନ୍ତି? ନା ଜଗନ୍ନାଥ ଦାସ ମାଳିକା ଲେଖି ନାହାନ୍ତି। ନାଇଁ ସାର୍ ଇରେ ସର୍ବେ ହୋଇବେ ଏକାକାର, ନଥିବ ବେଦର ବିଚାର। ତେଣୁ ହୋଇବେ ଅପାୟୁଷ, ପାପେ ସଗଳେ ଯିବେ ନାଶ। କଳିଯୁଗର କଳଙ୍କିତ ଅଧ୍ୟାୟକୁ ତ ଆମେ ମାଳିକା କହିବା ନା, ହଁ କାରଣ ବାଁ ପଟରୁ ଡାହାଣ ପଟକୁ ପଡିଗଲେ ମାଳିକା, ମାଳିକା ଡାହାଣ ପଟରୁ ବାମ ପଟକୁ ପଡି ଆସିଲେ କାଳିମା ବୋଲେ କଳଙ୍କ। ଆଜ୍ଞା ତେଣୁ କଳିଯୁଗରେ ଯାହା କଳଙ୍କିତ ଅଧ୍ୟାୟ ତାକୁ ମାଳିକାରେ ବର୍ଣ୍ଣନା କରାଗଲା। ତାହେଲେ ଜଗନ୍ନାଥ ଦାସଙ୍କ ଭାଗବତ ମଧ୍ୟ ସେଇ କଥା କହିଲେ, ସର୍ବେ ହୋଇବେ ଏକାକାର, ନଥିବ ବେଦର ବିଚାର, ଏଣୁ ହୋଇବେ ଅଳପାୟୁଷ, ପାପେ ସକଳେ ଯିବେ ନାଶ। ନାଶ ଆଚ୍ଛା, ମାଳିକା କର୍ତ୍ତା ତ ଜଗନ୍ନାଥ ଦାସ 17 ଜଣଙ୍କ ଭିତରେ ଜଣେଇଲେ, ହଁ ତାହେଲେ ପ୍ରଶଂସା କରିଛନ୍ତି କିଏ? ଆଉ କିଏ ପ୍ରଶଂସା କରିବା ବାଲା ସେଇ ଜଗନ୍ନାଥ ଦାସ। ସେ ବି ନିଜେ ସେଇ ଜଗନ୍ନାଥ ଦାସ ପୁଣି ଭାଗବତ ଭିତରେ ପ୍ରଶଂସା କରିଛନ୍ତି। କଳିଯୁଗକୁ ପ୍ରଶଂସା କରିବା ବ୍ୟକ୍ତି ଆଉ କେହି ନାହାନ୍ତି। ଆଚ୍ଛା ଆଚ୍ଛା କଳିଯୁଗକୁ ପ୍ରଶଂସା କରିଛନ୍ତି ଜଗନ୍ନାଥ ଦାସ, ଯୋଉଥିରେ ନିନ୍ଦା କରିଛନ୍ତି ସେଇଥିରେ ବି ପ୍ରଶଂସା କରିଛନ୍ତି। ଆରେ ପ୍ରଶଂସା କଣ ଆଜ୍ଞା, କପିଳ କଥା କହନି ରେ ପୁଅ, କଣ ସେ ପ୍ରଶଂସା, ହଁ କଣ 2 ପଦ ପ୍ରଶଂସା କରିଦେଲେ କି? ଆରେ ସେଇଟା କଣ କହିଲେ ବେଦ ବିଚାରେ ବ୍ରହ୍ମ ଭାଗ ଗୋବିନ୍ଦ ବୋଲେ ଧନ୍ୟ କଳି ଯୁଗ। ଭାଗ ସେ ବୋଲେ ଧନ୍ୟ କଳିଯୁଗ। କଳିଯୁଗ ଜଗନ୍ନାଥ ଦାସ କେବଳ କଳିଯୁଗକୁ ଧନ୍ୟ କହିଛନ୍ତି, ଆଉ କେହି କହିନାହାନ୍ତି। କାହିଁକି କହିଲେ? କାହିଁକି କହିଲେ? ହେ ପୁଅ ରେ କାହିଁ ତତେ କିଏ କହୁଛି ଏତେ କଥା କହିବା? ଜଗନ୍ନାଥ ଦାସକୁ ଲକ୍ଷ୍ୟ କରି ଲେଖିଛନ୍ତି, ଆପଣ ସିନା ଭାଗବତ ପଢିଦେଲେ, ତତେ ହାତ ଯୋଡୁଛୁ, ତୁ ବସୁଛୁ, ଭଗବାନ ବେଶୀ କଥା କହନା। ଯୋଉଠି ଗୋଟିଏ ଜାଗାରେ କଳିଯୁଗକୁ ନିନ୍ଦା କଲେ, ପୁଣି କାହିଁ କଳିଯୁଗକୁ ପ୍ରଶଂସା କଲେ? ବେଦ ବିଚାର ବ୍ରହ୍ମ ଭାଗ ସେ ବୋଲେ ଧନ୍ୟ କଳିଯୁଗ।
କାହିଁକି ଧନ୍ୟ ବୋଲି କହିଲେ ଆରେ କାହିଁକି ଶୁଣିବୁ କାହିଁକି ଧନ୍ୟ କହିଲେ ଦୟା କରି କୁହନ୍ତୁ ଦୟା କରି କୁହନ୍ତୁ ଜଗନ୍ନାଥ ଦାସ ଲେଖିଲେ ନାମ କଥା ନାମ হ্যাঁ ହଉ ହଉ বলে ব্রাহ্মণ আদি চারি বর্ণে ইয়ে তরিবে নাম সংকীর্তনে জগন্নাথ দাস ভাগবতরে কহিলে যাও জগন্নাথ দাস ভাগবতরে কহিলে কাহিঁকি কলিযুগକୁ প্রশংসা কলে না ব্রাহ্মণ আদি চারি বর্ণে তরিবে নাম সংকীর্তনে ହଁ কাহিঁকি কହୁଥିଲି নাম পাই পরা কହୁଛି ହଁ কালি দ্বিতীয় পর্যায়ে আসি কলে কলে নামরে কেহি মুক্তি পাଆନ୍ତିନି ସମସ୍ତେ কর্মরে মুক্তি পাଆନ୍ତି ଆଜ୍ଞା। তাহলে এମାନଙ୍କ পাঠ কাহিଁକି ଆମେ ପଢିବା ସେଇ କଥା ତ ଏ ଗ୍ରନ୍ଥ କାହିଁକି ଆମେ ପଢିବା ପଢିବା ଯଦି ନାମରେ ମୁକ୍ତି ନାହିଁ ଧ୍ରୁବ ପ୍ରହ୍ଲାଦ ମୁକ୍ତି ପାଇଲେ କେମିତି ହଁ ଧ୍ରୁବ ପ୍ରହ୍ଲାଦ ମୁକ୍ତି ପାଇଲେ କେମିତି ତାଙ୍କ ପଇସା କୋଟା ହବ ପାଠ ଭୁଲ କରୁଛନ୍ତି ଆରେ କଥାଟା ତାହାକିରେ ଆଉ ଆମ ଭିତରେ ସିନା କୁହା କହିଲେ ଆପଣଙ୍କ ମନରେ ଶାନ୍ତି ଆସିଲେ ପଇସା ଯୋଉଠି 5,000 ଦେବା କଥା ସେଠି 10,000 ଦେବେ ହଁ ଆଜ୍ଞା ଦଉଛନ୍ତି ତ ଦଉଛନ୍ତି ଅଧିକ ଦେଲେଣି ଆଜ୍ଞା ଆପଣ ଆଜି କଣ କେତେ ବିକିଲେ ବାର ଏଇ କହିବାରେ ଭେଡି କହିଦେବେ ବିରି ହିଁ ଆପଣଙ୍କୁ ଦେଇଦେବେ ଜ୍ଞାନୀ ମାନେ 28 ମସିହା ପର୍ଯ୍ୟନ୍ତ ମୁଁ ବଞ୍ଚିବି କି ନାହିଁ ଆପଣ ମାନେ କେହି କହିପାରିବେ ମୁଁ କହିପାରିବି କାଲି ସକାଳୁ କଣ ହବ କେହି କହିପାରିବେ ଆଚ୍ଛା ଯଦି 28 ମସିହା 29 ମସିହା ପର୍ଯ୍ୟନ୍ତ ବାଧ୍ୟ କରିକି କଲ ଦେଲେ ତାଙ୍କୁ କଣ କୁହାଯିବ ମତେ କୁହନ୍ତୁ ଆପଣଙ୍କର ତ ଫାଙ୍କା ନାହିଁ ସେ କଣ କରିବେ ଆମର ତ ଫାଙ୍କା ନାହିଁ ସେ ବାଧ୍ୟ କରୁଛନ୍ତି ଯେ 28 ମସିହାର ଅନୁମତ ଆପଣ ଆମ ମଞ୍ଚକୁ ଯିବେ ଆସିବେ ମଲେ ବି ଫ୍ରିଜରେ ରଖିକି ସେଇଥିପାଇଁ କହୁଛୁ 12,000 କଥା ନାଇଁ ରେ, ସେ କଥା ନୁହେଁ ପଚାର କର ଯେତିକି ମିଳୁଛି ସେତିକିରେ ସନ୍ତୁଷ୍ଟ ଆଜି ନାମ ତେଣୁ ତା ପଟକୁ ଯେତେବେଳେ କଥାଟା ପଳେଇବ ତେଣୁ ସେ ମତେ ଦେଖି ବାଟକୁ ଆଣିଲା ଆଜ୍ଞା। ନାମରେ ଜୀବର ମୁକ୍ତି ଅଛି କର୍ମରେ ମୁକ୍ତି ଅଛି ନାମରେ ମୁକ୍ତି ଅଛି ଖାଲି ଏତିକି ଗ୍ରନ୍ଥ ନୁହେଁ ଆଉ ଯଦି ଆମେ ରାମଚରିତ ମାନସ ଭିତରକୁ ଯିବା ଆଜ୍ଞା ସନ୍ଥ ଗୋସ୍ୱାମୀ ତୁଳସୀଦାସ ମଧ୍ୟ ତାହା କହିଛନ୍ତି ସିଏ ବି କହିଛି କିନ୍ତୁ ତା ଭିତରକୁ ଯିବାର ଆବଶ୍ୟକତା ନାଇଁ, ନାହିଁ ନାଇଁ। ଆଜି ମୋ ସାନ ଭାଇ ଗାଇଦେଲେ ବାଲ୍ୟ ତୁ କୌତୁକ ବସନ୍ତ ହି ରାଜବର୍ଦ୍ଦି ହଁ। କାକରାଧି ପଶୁତା ରସକାଳି ତୃପ୍ତ ହଁ। ନିତ୍ୟାନିରୁଦ୍ଧ ସୁଖ ଦସ୍ତୁ ଗଦାର୍ଥ ହନ୍ତା ପୁରାଟ କରତୁ ସବରାହିତ ନାଶ ବାସ ହଉ ଆଜ୍ଞା ପୁଣି ଏ ବର୍ଷ 4 ଜାଗାରେ ଭେଟ ହବାର ଅଛି। ହବା ହବା ଏ ବର୍ଷ ସ୍ୱାଇଁ ବାବୁଙ୍କର ଆମର 4 ଜାଗାରେ ସାକ୍ଷାତ ହବାର ଅଛି। ସେତ ଅଛି ସେ ଦିନେ ଶୁଣିବେ ଗୋଟେ ଶ୍ଲୋକ କେମିତି 4 ଘଣ୍ଟା ପର୍ଯ୍ୟନ୍ତ ହଉଛି ଏଇଠି ଶୁଣନ୍ତୁ ନା କାଲି ଶୁଣେଇଦବା କାଲି ଶୁଣେଇଦବା ଆଜ୍ଞା ତୁ ତୁ ପୁଅ ମୋ ସାରେ ଆଉ ତୁ ମୋ ସାରେ ରେ ଆରେ ଇଏ ମତେ କହିବ ଡାଇରେକ୍ସନ ଯାହା ଦବ ମୁଁ ସେ ଅନୁସାରେ ପାଲା କରିବି ଦିନରେ ତାଙ୍କ ବସାରେ ମହା ତାଙ୍କ ବସାରେ ସବୁ ଦିନ ଯାକ ଇଏ କମ ଗାଲୁଆ ନୁହଁ କମ ଗାଲୁଆ ନୁହଁ ଦିନ ବେଳା ମୋ ବସାରେ ରହିବନି ମୋ ପ୍ରତିପକ୍ଷ ଗାୟକ ଯିଏ ଥିବ ତାଙ୍କ ବସାରେ ବସିବ ସୂତ୍ର କରିବେ ବା ହଁ ଏଠି ଆସିକିରି ବଡ ବଡ କଥା କହିବ କପିଳ ଗ୍ରନ୍ଥର ନାମ ହଉଛି ମହାଭାରତ କାହିଁକି ହେଲା ମହାଭାରତ ନା ମହତ୍ୱାଦ ଭାରବତ୍ୱାଞ୍ଚ ମହାଭାରତ ମୁଚ୍ୟତେ ଆଜ୍ଞା ଆଜ୍ଞା ଯୋଉଥିରେ ମହତର କଥା ଅଛି ତାକୁ କହିବା ମହାଭାରତ ମହାଭାରତ କୋଉଠି ଅଛି ମହାଭାରତ ବୁଝିବା କୋଉଠି ଅଛି ମହତ୍ଵ କଥା ଆଜ୍ଞା ଆଜ୍ଞା ପଦଟିଏ ଛାନ୍ଦରୁ କଥା ଟିକେ ଆରମ୍ଭ କରିବା ଆଉ ଆଶୀର୍ବାଦାତ୍ମକ ଶ୍ଲୋକକୁ ଯିବାର ଆବଶ୍ୟକତା ନାହିଁ ନା କବି ଧନେଶ୍ୱର ପାଣି ଲେଖିଦେଲେ ପୁଅ ଛାନ୍ଦ ପଦଟିଏ ଆଜ୍ଞା ମହାଭାରତ ଆଜ୍ଞା କହିଲେ ଚକ୍ରେଶ୍ୱର ବୀରେଶ୍ୱର କୁରୁକୁଳ ଦଣ୍ଡଧର মানে দুর্যোধন সিংহাসন চারু মহার্ঘ ভূষণে
ହଁ ଲାଖ ପିନ୍ଧିବା ପରେ ଆଜ୍ଞା ଗ୍ରହଣ କରିଛନ୍ତି ଦ୍ରୌପଦୀକୁ। ଆଜ୍ଞା ସାର୍ କୁମ୍ଭାର ଶାଳରେ ଥିଲେ ମା କୁନ୍ତୀ। ହଁ ମା କୁନ୍ତୀଙ୍କ ପାଖରେ ହଁ ପଞ୍ଚଭ୍ରାତା ଯାଇ ଯାଜ୍ଞସେନକୁ ନେଇ ପହଞ୍ଚିଛନ୍ତି। ଆଜ୍ଞା ଆଜ୍ଞା ପଛାରି କରାଘାତ କରିଛନ୍ତି କବାଟରେ। ହଁ ମା ପଚାରିଲେ କଣ ଆଣିଛ? ହଉ କହିଲେ ଆମେ ଗୋଟିଏ ଦ୍ରବ୍ୟ ଆଣିଛୁ। ଦ୍ରବ୍ୟ ଦ୍ରବ୍ୟ କଥା ଶୁଣି ହଁ ମା କୁନ୍ତୀ କହିଲେ କଣ ଯାହା ଆଣିଛ ହଁ ସମାନ ଭାବରେ ଭୋଗ କର। ଭୋଗ କର। ଦ୍ରୌପଦୀଙ୍କ ଜୀବନରେ କଳା ବାଦଲ ଘୋଟି ଆସିଲା ଜ୍ଞାନୀମାନେ ଠିକ ସେଇ ଦିନ ଠାରୁ। ଆଜ୍ଞା ସେଇଦିନ ଠାରୁ ଦ୍ରୌପଦୀଙ୍କ ଜୀବନରେ ହଁ କଳା ବାଦଲ ଘୋଟି ଆସିଲା, ଦୁଃଖର ଅମା ଅନ୍ଧାର ଘୋଟି ଆସିଲା। କାରଣ କଣ ସେ ଚିନ୍ତା କରି ବିବାହ କରିଥିଲେ କାହାକୁ? ବରମାଲ୍ୟ ଦେଇଥିଲେ କାହାକୁ? କାହାକୁ ନା ଦେଇଥିଲେ ଅର୍ଜୁନକୁ। ବରମାଲ୍ୟ ତ ଦେଇନାହାନ୍ତି, ଚିନ୍ତା କରିଥିଲେ ଅର୍ଜୁନଙ୍କୁ ବିବାହ କରିବା ପାଇଁ। କିନ୍ତୁ ହଁ ଯେତେବେଳେ ପାଞ୍ଚ ଭାଇଙ୍କ ସହିତ ବିବାହ ହେବାର କଥା ହେଇଗଲା ମାଙ୍କ ପାଇଁ, ହଁ ଦ୍ରୌପଦୀଙ୍କୁ ପାଞ୍ଚଟି ନାମରେ ନାମିତ କରାଗଲା। ଆଜ୍ଞା ବ୍ୟାସ ପାଞ୍ଚଟି ନାମ ଦେଲେ ଦ୍ରୌପଦୀଙ୍କୁ। ହଁ ପାଞ୍ଚ ଭାଇଙ୍କ ସହିତ ପାଞ୍ଚଟି ନାମରେ ବିବାହ ହେଲା। ହେଲା କଣ ସେ ନାମ କିରେ ବାବୁଲି? ଚା ତ ଆସିଲେ କାହିଁ ଚା ଦଉଛନ୍ତି ପାଲା ବାଲାଙ୍କୁ? କାହିଁ ଚା ମୋଟେ ଚା ଦେବେ? ଚା ଦେଲେ ପାଲାରେ ମୋଟେ ମନ ରହିବ। ମୁଁ ଚା ପିଉଛି, ମୁଁ ଚା ପିଉଛି କି ଦେଖୁନାହାନ୍ତି ଆପଣ? 4 ଘଣ୍ଟା ଭିତରେ କୋଉଠି ଟିକେ ଚା ପିଉଛି? ବରଂ ପାଣି ଟିକେ ପିଇବେ। ପାଲା ମାନଙ୍କୁ ପାଣି ଯେତେ ଦବ ସେତେ ଠିକ। ଆମ ସାରେ ଯାହା ପିଇବେ ନାହିଁ। ଆମ ସାରୁ ଟିକେ କଣ କରିକି ଦେବେ କହିଲ? ବେସନ ଗୋଳେଇକି ଦେବେ ଏ ଚାହାରେ। ବ୍ୟାସ ଯୋଉ ପାଞ୍ଚଟି ନାମ ଦେଇଥିଲେ ହଁ କଣ ତାହା? କାଦେ ନା କୁହନ୍ତୁ ଆଜ୍ଞା। ଦ୍ରୌପଦୀ ପାଞ୍ଚାଳି କୃଷ୍ଣା ଯଜ୍ଞସିନୀ ଶତରୂପ यतानि पंचनामानि व्यासद्वाद तापरे द्रौपदीଙ୍କର 5 ନାମ, ପାଣ୍ଡବଙ୍କର 5 ନାମ। ବିବାହ ହେଲା ଯେତେବେଳେ ଯୁଦ୍ଧ ହେଲା, ଏମାନେ ତ ବ୍ରାହ୍ମଣ ବୋଲି ଜାଣିଛନ୍ତି ନା। ଯୁଦ୍ଧ କଲେ ପାଣ୍ଡବ ବାହିନୀ ପାଣ୍ଡବ ମାନଙ୍କ ସହିତ। ଭୀମ ଗୋଟାଏ ବୃକ୍ଷ ଧରି ସମସ୍ତଙ୍କୁ ତୋଡ଼ିକିରି ବାଢିଲେ। ଯେତେବେଳେ ପରିଚୟ ମାଗିଲେ ଅର୍ଜୁନ ନିଜର ପରିଚୟ ଦେଲେ। କଣ ପରିଚୟ ଦେଲେ? ଅର୍ଜୁନ କହିଲେ ପ୍ରଚଣ୍ଡ ପାଣ୍ଡବରେ ରାଜଶେଖର ଲେଖି ନାହାନ୍ତି ପୁଅ? କେଳ ପ୍ରାକ୍ଷ ପୁରୁରଭ୍ୟା ପ୍ରଭୁରଭ୍ୟା ସର୍ବସବଲ୍ଲଭା দুষ্মন্ত সঞ্চয় ভিউপতে ভরত শকুন্তলে শান্ত হে শ্রীমদ শান্তনুরগ্রিম শত শতাং গঙ্গাং কলত্রেতায়ু সিংহাসনে মজ্জিরাশিরসনা শাসন মহিতে সুমত অর্জুন নিজের পরিচয় দেলে প্রাক যুগর পুরুরবা বংশরে জন্ম। ଯେଉଁ ବଂଶରେ ବ୍ୟାସ ଜନ୍ମ ହେଇଛନ୍ତି, ଯେଉଁ ବଂଶରେ ଶାନ୍ତନୁ ଜନ୍ମ ହେଇଛନ୍ତି, ମୁଁ ହେଉଛି ସେଇ ବଂଶର ଦାୟାତ। ମୁଁ କିଏ? ନା ମୁଁ ହଉଛି ମଧ୍ୟମ ପାଣ୍ଡବ। ଅର୍ଜୁନ ପରିଚୟ ଦେଇଦେଲେ। ଏହାପରେ ପାଞ୍ଚ ଭାଇ କୁନ୍ତୀଙ୍କ ନିକଟକୁ ଧରି ଆସିଛନ୍ତି ଦ୍ରୌପଦୀଙ୍କୁ। ଦ୍ରୌପଦୀ ହେଇଗଲେ ପଞ୍ଚ ପାଞ୍ଚାଳି। ପାଞ୍ଚ ଭାଇଙ୍କର ଆଳି ହେଇଗଲେ ଦ୍ରୌପଦୀ। କିନ୍ତୁ ପାଣ୍ଡବ ମାନଙ୍କର ଦୁଃଖ ଏପର୍ଯ୍ୟନ୍ତ ସରିଲାନି। ଯେତେବେଳେ ପାଣ୍ଡବ ମାନଙ୍କର ଦୁଃଖ ନ ସରିଲା, ବିଚାର କରୁଛନ୍ତି ନବ ମହାପ୍ରଭୁ। କାହିଁକି ନା ସେ ତ ପାଣ୍ଡବ ମାନଙ୍କର ଅତି ପ୍ରିୟ ନା। ଦିନେ ଚିନ୍ତା କରୁଛନ୍ତି। କିଏ? ଧର୍ମରାଜ ଯୁଧିଷ୍ଠିର ଚିନ୍ତା କଲେ। କଣ ଚିନ୍ତା କଲେ ପୁଅ? ଆଉ ପଦଟିଏ ଛାନ୍ଦ ଚନ୍ଦନ ହଜୁରୀଙ୍କ ଲେଖା ପୁରୁଣା ପଦଟିଏ। ରେ ପାଣ୍ଡବ ପ୍ରିୟ ବନ୍ଧୁ ସଖୀ ଦୋଷେ ପାଣ୍ଡବ ପ୍ରିୟ
ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଛନ୍ତି। ଭକ୍ତର ଭଗବାନ ହଁ ଭକ୍ତ ପାଇଁ ସଦା ସର୍ବଦା ଭଗବାନ ବ୍ୟାକୁଳିତ ଅନ୍ତରରେ ଥାନ୍ତି। ଜ୍ଞାନୀମାନ ଯଦି ଟିକେ ଭକ୍ତ ଭଗବାନଙ୍କର ଚିନ୍ତାଧାରା ନବା ହଁ ତାହେଲେ ମନେ ପଡିଯାଏ ଠାକୁର ଅଭିରାମ କେତେ ସୁନ୍ଦର କଥା ଟିକେ କହିଛନ୍ତି। କଣ ସେଦିନ ସିନା ଯୁଧିଷ୍ଠିର ଚିନ୍ତା କରୁଥିଲେ ଭଗବାନ କୃଷ୍ଣଙ୍କୁ। ଯୁଧିଷ୍ଠିର ବଡ, କୃଷ୍ଣ ହଉଛନ୍ତି ବୟସରେ ସାନ। ଆଜ୍ଞା ତଥାପି ଯୁଧିଷ୍ଠିର ହଁ ଭଗବାନ ବୋଲି ଚିନ୍ତା କରନ୍ତି। ଠିକ କାହିଁକି ଚିନ୍ତା କରନ୍ତି କାହିଁକି ନା ସେ ଜାଣନ୍ତି ହଁ ଭଗବାନ କୃଷ୍ଣ କିଏ। କିଏ ପାଣ୍ଡବ ପକ୍ଷରୁ ଜାଣନ୍ତି ଏ କଥାକୁ ଯୁଧିଷ୍ଠିର, ଆଜ୍ଞା କୌରବ ପକ୍ଷରୁ ଜାଣନ୍ତି ଆଉ ଜଣେ ଟିକିଏ ପରେ ଆଲୋଚନା କରିବା। ହଉ ହଉ ଜ୍ଞାନୀମାନ ହଁ ଯୁଧିଷ୍ଠିର ମନ ଭିତରେ ଚିନ୍ତା କଲେ ଚିନ୍ତା ତମେ ତ ଭକ୍ତର ବାନ୍ଧବ, ହଁ ତମେ ତ ପାଣ୍ଡବ ମାନଙ୍କର ସଖା, ସଖା ତମେ ତ ପାଣ୍ଡବ ମାନଙ୍କର ଦୁଃଖ ସୁଖର ସାଥୀ। ହଁ ଆଉ କଣ କହିବି ହେ ତୁମକୁ। ହଁ ଠାକୁର ଅଭିରାମ କହିନାହାନ୍ତି ତାରେ କଣ ଭକ୍ତ ଭଗବାନର ସମ୍ପର୍କ ଜ୍ଞାନୀ ମାନେ କଣ। କଣ ବହିର ନାମ କଳି ଭାଗବତ। ହଁ ଠାକୁର ଅଭିରାମ ହଁ। କଳି ଭାଗବତର ଗୋଟିଏ ସୁନ୍ଦର ପଦ ଲେଖିଦେଲେ। କହିଲେ ଭକ୍ତ ଭଗବାନର ସମ୍ପର୍କଟା କଣ। କଣ ସାର୍ କଣ କହିଲେ ଶୁଣିବୁ। ହଁ କହିଲେ ଭକ୍ତ ଭଗବାନ ଦୁଇ ହୋ ଗୋବିନ୍ଦା ଭାବିଲେ ଭିନ୍ନ ଭିନ୍ନ ନାଇ ହୋ ଗୋବିନ୍ଦା ଭକ୍ତ ଭଗବାନ ଦୁଇ ହଁ ଭାବିଲେ ଭିନ୍ନ ଭିନ୍ନ ନାହିଁ। ନାହିଁ ତାମାନେ ଭକ୍ତ ଯାହା ଯାହା ଭଗବାନ ତାହା। ଠିକ କିପରି କିପରି ଆଜ୍ଞା ଜ୍ଞାନୀମାନ ହଁ ସମସ୍ତେ କହନ୍ତିନି କଣ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଯାହା ଆଜ୍ଞା ଆଜ୍ଞା ଭକ୍ତ ଭଗବାନ ତାହା। ଠିକ ଯଦି ଗୋଟିଏ ମୁଦ୍ରାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଏ ଆଜ୍ଞା ଆଜ୍ଞା ସେ ମୁଦ୍ରାଟା ଅଚଳ ହେଇଯାଏ। ଠିକ କଥା ଯଦି ଭକ୍ତ ନଥାନ୍ତି ହଁ ଭଗବାନଙ୍କର ସତ୍ତା ନାହିଁ। ନା ଯଦି ଭଗବାନ ନଥାନ୍ତି ଭକ୍ତର ମଧ୍ୟ ସତ୍ତା ନାହିଁ। ଠିକ କଥା କିପରି କିପରି ଆଜ୍ଞା ଦେଖନ୍ତୁ ହଉ ଆପଣ ମାନଙ୍କର ଗ୍ରାମରେ ପବିତ୍ର ଗ୍ରାମରେ ହଁ ପୂଜିତା ହେଉଛନ୍ତି ହଁ ମା ସିଦ୍ଧ ମଙ୍ଗଳା। ହଁ ମତେ କୁହନ୍ତୁ ଆପଣ ମାନେ ଟିକେ ଚିନ୍ତା କରନ୍ତୁ ହଉ ଯଦି ମା ସିଦ୍ଧ ମଙ୍ଗଳା ନଥାନ୍ତେ ହଁ ଆପଣ ମାନେ କଣ ତାକୁ ପୂଜା କରୁଥାନ୍ତେ ବାବା। ନା ମା ସିନା ଅଛନ୍ତି ବୋଲି ଆପଣ ତାକୁ ପୂଜା କରୁଛନ୍ତି। ଠିକ ମା ଅଛନ୍ତି ବୋଲି ଆପଣ ମାନେ ପୂଜା କଲେ। ଆଜ୍ଞା ଆଚ୍ଛା ଆପଣ ମାନେ ଯଦି ନଥାନ୍ତେ ନଥାନ୍ତେ ଚିନ୍ତା କରନ୍ତୁ ମା ଅଛନ୍ତି ବୋଲି ଆପଣ ମାନେ ତାଙ୍କୁ ପୂଜା କରୁଛନ୍ତି। ଠିକ କିନ୍ତୁ ଯଦି ଆପଣ ନଥାନ୍ତେ ନଥାନ୍ତେ ମାକୁ କିଏ ପୂଜା କରନ୍ତା। କେହି ତାମାନେ ମାଙ୍କ ପାଇଁ ଆପଣ, ଆପଣଙ୍କ ପାଇଁ ମା, ଭକ୍ତ ପାଇଁ ଭଗବାନ, ଭଗବାନଙ୍କ ପାଇଁ ଭକ୍ତରେ ଭଗବାନଙ୍କୁ ଚିନ୍ତା କରୁଛନ୍ତି ଧର୍ମନନ୍ଦନ ଯୁଧିଷ୍ଠିର। ଆଜ୍ଞା ଧର୍ମରାଜ ଯୁଧିଷ୍ଠିରଙ୍କର ଚିନ୍ତାଧାରାରେ ପହଞ୍ଚି ଗଲେ ଭଗବାନ କୃଷ୍ଣ। ହାତ ଯୋଡ଼ିଦେଲେ କହିଲେ ହେ କେଶବ ରକ୍ଷା କର ଏ ସୃଷ୍ଟି କି ରକ୍ଷା କର। ନା କଣ ହେଇଛି ନା ଏ ଦୁଇ ବଂଶ ଆଜି ଶେଷ ହେବା ପାଇଁ ଯାଉଛନ୍ତି। ଆଜ୍ଞା କୁରୁବଂଶ ପଣ୍ଡୁ ବଂଶ ଶେଷ ହେବା ପାଇଁ ଯାଉଛନ୍ତି। ଆଉ ରକ୍ଷାକର୍ତ୍ତା ହଉଛନ୍ତି ଆପଣ। ଆପଣ ଯଦି ଚାହିଁବେ ତାହେଲେ ରକ୍ଷା ପାଇବୁ, ପ୍ରଭୁ ନଚେତ ସଂସାରରୁ ଆମେ କେହି ରହିବୁ ନାହିଁ। ନା ଏ କଥା ଶୁଣିଦେଲେ ଭଗବାନ କୃଷ୍ଣ ଆଜ୍ଞା ଭକ୍ତ ପାଇଁ ହଁ। ଭଗବାନଙ୍କର ହୃଦୟ ସବୁବେଳେ ଆନ୍ଦୋଳିତ ହଉଥାଏ। ଜ୍ଞାନୀମାନ କାହିଁକି କହନି କାହିଁକି ସାର୍ କାହିଁକି ଯୁଗେ ଯୁଗେ ଭଗବାନ ଆସନ୍ତି। ଠାକୁର ଅଭିରାମ ସିନା ଗୋଟିଏ କଥା କହିଦେଲେ ହଁ। କିନ୍ତୁ ଆପଣଙ୍କର ପରମ ଶାସ୍ତ୍ର ଭାଗବତରେ ଜଗନ୍ନାଥ ଦାସ କଣ ଲେଖିଲେ। କଣ କହିଲେ ଭକତ ହିତେ ତୋର ତନୁ ଏଣୁ ଭକତ କଥା ମାନୁ ଏଣୁ ଭକତ କଥା ମାନୁ ଏଣୁ ଭକତ କଥା ମାନୁ ଭକତ ହିତେ ତୋର ତନୁ ଏଣୁ ଭକତ କଥା ମାନ ମାନୁ ଭଗବାନ କାହିଁକି ତନୁ ବୋଇଲେ ଶରୀର, ଶରୀର ତନୁ ଅର୍ଥ ଶରୀର। ଆଜ୍ଞା ତ ଭଗବାନ କଣ ଶରୀରଧାରୀ। ଭଗବାନ ହଉଛନ୍ତି ନିରାକାର। ଆଜ୍ଞା ଯଦି ନିରାକାର ହେଲେ ବ୍ରହ୍ମ ଯଦି ନିରାକାର ହେଲେ ସେ ବ୍ରହ୍ମ ନିରାକାରରୁ ସାକାର କାହିଁକି ହୁଅନ୍ତି। ସାର୍ କାହିଁକି କାହିଁକି ନିରାକାରରୁ ନିରାକାର ହୁଅନ୍ତି। କାହିଁକି ସେଦିନ ଭଗବାନ କୃଷ୍ଣ ହଁ। ଅର୍ଜୁନଙ୍କୁ ଶ୍ରୀମଦ ଭଗବତ ଗୀତାରେ କହିଥିଲେ ଆପଣ ମାନେ ଶୁଣିଛନ୍ତି ଜାଣିଛନ୍ତି। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁତ୍ଥାନଂ ଧର୍ମସ୍ୟ ତଦାତ୍ମାनं ସୃଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ চ ଦୁଷ୍କୃତ୍ୱା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁগে ଯୁগে। କାଲି ମୋ ସାନ ଭାଇ ସ୍ୱାଇଁ ବାବୁ କହୁଥିଲେ, ଆଜି ବି ମୁଁ କହିଛି ଆପଣ ମାନେ ସମସ୍ତେ ହଉଛନ୍ତି ଜ୍ଞାନୀ। ଆଜ୍ଞା
आपण मानू खाली स्मरण करदेवाटा हूँ आम मान कर्तव्य श्रीमद भगवत गीतार भगवान कृष्ण कहले हे भारत जिते बेले धर्मर ग्लानि घटे अधर्मर पतन हुए सेतिकी बेले मु जगत को आसे खाली कौन श्रीमद भगवत गीता ए पुओ रामचरित मानस गोस्वामी तुलसीदास केटे सुंदर भाव लिखि दे कौन कहते कहले जब जब होई धर्म की हानि श्रीमद भगवत गीता जहाँ कहले रामचरित मानसरे गोस्वामी तुलसीदास ताहा मध्य रचना कले किंतु भागवत मध्य ताहा कहले दुष्ट निवारी संथ पाळतु नाथ परम दयाळु ज्ञानीवान ताले भगवान कोन एथि पाय असंती धर्म रक्षा करिबा पाई धर्म रक्षा काहा द्वारा होबो धर्म रक्षा काहा द्वारा संभव जदि भगवान कहले मु धर्म रक्षा करिबा पाई प्रत्येक जुगरे जगत को आसे ताले धर्मटा केमिति रक्षा हबो काहा द्वारा जनक द्वारा तो रक्षा हबो से जनक किए ना सिए होची भक्त धर्म रक्षा हुए भक्त पाई जदि भक्त पाई धर्म रक्षा हैला प्रभु धर्म रक्षा करिबा पाई आसिले ताले धर्म रक्षा परोक्ष रे भक्त पाई आसिले नि की परोक्षर भक्त पाई भगवान आसिले नि की तेणु भक्त पाई भगवान भगवान को पाई भक्त रे तेणु भक्त हिते तोर तनु येणु भक्त कथा मानु भगवान कृष्ण आसी पहुंची गले युधिष्ठिर सम्मुखरे युधिष्ठिर आगरे हाथ जोड़ी छिड़ा होती कृष्ण युधिष्ठिर मध्य कृष्ण को हाथ जोड़ी देइछन्ति भक्त भगवान संपर्क दुहे हस्त जोड़ी ठीक यही समय भगवान कृष्ण पूछा कले बड़ भाई कहीं चिंतन कले कहतु कौन भावधारा को कहतु कहीं मत चिंतन कले असमय कहीं द्वारकार आसवाई बाध्य कहतु भगवान कृष्ण को हाथ जोड़ी देले कहले रक्षा कर दियो जदि तबे रक्षा न करिवो जगत रे केही रक्षा करता नहंती ताले कोन करा जीवो युधिष्ठिर कहिले जदुपति हे कृष्ण तुमे जहा उचित मन करूछो ताहा करो जहा तुमे उचित मन करूछो ताहा करो मु तुमको उपदेश देबा भली क्षमता मो पाखरे नाही एतको सुनी देले भगवान कृष्ण ए पुओ से तो किए कहनी सी कृष्ण ना खाली कृष्ण ज्ञानीमान तांकर गोटे नाम होचे मायाधर गोटे नाम होचे मायाधर देखंतु युधिष्ठिर कहले कृष्ण तुमे जहा चिंता करूछो जहा उचित मन करूछो ताहा करो अच्छा कृष्ण तो उचित जहा मन करिवे ताहा करिवे ना आज्ञा से कोन कहमी बाबुली रे केड़े मायावी सी केड़े मायावी ठाकुर अभिराम लिखने हमती सुंदर पदटे लिखिछन कृष्ण हे कृष्ण तुम्भे नर केसरी कृष्ण
ঘটিব ভবিষ্যତରେ ଆଜ୍ଞା তথাপি তথাপি ধর্মরাজ যুধিষ্ঠির যেতেবেলে অনুরোধ কলে হ্যাঁ যে হে কৃষ্ণ তুমি কিছু কর কর তুমি কিছু উপস্থায় তুমি কিছু চিন্তন করো কর তুমি কিছু উপায় করো কর ইয়ে দুইটি বংশ রহিযাও বাস প্রস্তাব রখিলে যুধিষ্ঠির ଆଜ୍ଞା কিন্তু কৃষ্ণ কোন প্রস্তাবরে রাজি হেলে ଆଉ না কৃষ্ণ প্রস্তাবরে রাজি হেলেনি ଆଚ୍ଛା কাইকি রাজি হেলেনি କାହିଁକି ଆଜ୍ଞା এ কথা সিনে মুহরে ন কইলে ହଁ কিন্তু অন্তর ভিতরে ভগবান চিন্তা কলে କଣ কুরুবংশ নাশ হেবাটা থয় ଭୟ পাণ্ডব মানে জিতিবাটা থয় ଭୟ কৌরব পাণ্ডব যুদ্ধ লাগিবাটা থয় রে খালি ভগবান কৃষ্ণ নুহନ୍ତି ଆଉ জাଣିଥିଲେ 6 জন মଣିষ জাଣିଥିଲେ 6 জন ଛଅ ଜଣ যে মহাভারত যুদ্ধ হেব ହବ কৌরব পাণ্ডব ভিতরে যুদ্ধ হেব ହବ কুরুবংশ সম্পূর্ণ বিনাশ হব পাণ্ডব মানে জিতিবে জানিଥିଲେ 6 জন ଛଅ ଜଣ ଜାଣିଥିଲି কিଏ ସେ 6 ଥାରେ କିଏ 4 জন পুরুষ 2 জন নারী ନାରୀ ଆଉ ଗୋଟିଏ ପଶୁ ସେ ବାଟକୁ ଯିବିନି ନାଇଁ ଆଉ ଗୋଟିଏ ପଶୁ ଅଛି ସେ ବାଟକୁ ଯିବିନି ନାଇଁ ନାଇଁ କେବଳ 4 ପୁରୁଷ 2 ନାରୀ କିଏ ନାରୀ। ସେ କିଏ ଜାଣିଛୁ କିଏ ସାର୍ ପୁଣି ସେ 6 ଜଣଙ୍କ ନାମର ପ୍ରଥମ ଅକ୍ଷର ସ ବର୍ଣ୍ଣରୁ ଆରମ୍ଭ ହୁଏ ଚାରି ଜଣ ସ ବର୍ଣ୍ଣରୁ 4 ଜଣ ପୁରୁଷଙ୍କର 4 ଜଣ ପୁରୁଷ ହଁ ସରେ ଆରମ୍ଭ ନାମ ନାମ 2 ଜଣ ନାରୀ ହଁ ସରେ ଆରମ୍ଭ ନାମ ସାର୍ ବୋଲୋ ଆମେ ତ କହିଦେଲେ ହବନି ଆଉ କହୁନ। କାହିଁ କହିଲେ ହଁ, ହଁ। ଇଏ ହଉଛି 4 ତୃତୀୟ ପାଲା ଆଜ୍ଞା ହଁ। ଇଏ ହଉଛି ଡବଲ ପାଲା ହଁ। ସେ ଯୋଉ 4 ଜଣ ପୁରୁଷଙ୍କର ପ୍ରଥମ ଅକ୍ଷର ସ ସେ 4 ଜଣ ପୁରୁଷ କିଏ ଆମେ ତା ନାଁ ନ ଦେଲେ ସେ ଆମର ଗୋଟେ ଇଜ୍ଜତ ଚାଲିଯିବ ଆଉ ପାଲା ଚଳିଯାଉଛି ଆଉ ଆମେ ପରିଷ୍କାର ପାଲା କରିବୁ ତୋର ଇଜ୍ଜତ ଅଛି ଆରେ ହଁ ତୋର ଅଛି ମୁଁ ସାଇର ୱାର୍ଡ ମେମ୍ବର କହୁଛି ସତ କଥା କହିଲାଣି ୱାର୍ଡ ମେମ୍ବର ଆପଣ ତ ପିତୃକଳ୍ପ ଲୋକ ଆଗରେ ବସିଛନ୍ତି ପଞ୍ଚାୟତ ଇଲେକ୍ସନ ବୋଧେ ଆଉ ବର୍ଷେ ଖଣ୍ଡେ ରହିଲା ବାକି 4 ବର୍ଷ ହେଇଗଲା 30,000 ନେଇଛି ମତେ ଟଙ୍କା ଟିକେ ଫେରେଇଛି ପଚାରିଲେ ଆଜ୍ଞା କଣ ପାଇଁ ନେଇଥିଲା ଆପଣ ଜାଣିଛନ୍ତି ୱାର୍ଡ ମେମ୍ବର ଛିଡା ହେଇଥିଲା ୱାର୍ଡ ମେମ୍ବର ଛିଡା ହେଇକିରି 30,000 ମୋଠୁ ନେଇଥିଲା ମତେ ଦିନେ ସକାଳୁ ସକାଳୁ ମୋ ଘରେ ଆସି ପହଞ୍ଚିଲା କହିଲା ସାର୍ ମୋର ଟଙ୍କା କିଛି ଦରକାର କେତେ ମୁଁ କହିଲି କଣ କରିବୁ କିରେ ତୋର ତ ପୁଅ ଝିଅ ବିବାହ କରିବାର ନାହିଁ ନା ନାଇଁ ଆଜ୍ଞା ଆମ ସାଇ ଲୋକ ବସିକିରି କହୁଛନ୍ତି ମୁଁ ୱାର୍ଡ ମେମ୍ବର ଛିଡା ମୁଁ କହିଲି ହେରେ କପିଳ ଆମେ ପାଲାବାଲା ଆମେ କୌଣସି ରାଜନୈତିକ ଦଳକୁ ଆମେ ସମର୍ଥନ କରିବା କିନ୍ତୁ ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ସଂଶ୍ଳିଷ୍ଟ ହବାଟା ଆମର କର୍ତ୍ତବ୍ୟ ନୁହେଁ କାରଣ ଆମେ ହଉଛନ୍ତି ଜାତୀୟ ସମ୍ପତ୍ତି ଆମେ ଜାତୀୟ ସମ୍ପତ୍ତି ସମସ୍ତଙ୍କର ଆମେ ପାଲାବାଲା ପରା ଯେତେ ମନା କଲି ମାନିଲାନି ମୁଁ କହିଲି ଆଚ୍ଛା ହଉ ଯଦି ତୁ ଛିଡା ହବୁ ତମର ଭୋଟ କେତେ ନା 257 ଖଣ୍ଡ ଭୋଟ ତା ୱାର୍ଡରେ 257 ଖଣ୍ଡ ମୁଁ କହିଲି ତୁ କେତେ ପାଇବୁ ନା ମୁଁ ଅଧାଠୁ ଅଧିକା ପାଇବି 4 ପୁରୁଷ କିଏ 2 ନାରୀ କିଏ ସରେ ନାମର ଅକ୍ଷର ପ୍ରଥମ ଅକ୍ଷର ଆଗ ପୁରୁଷ ନ ହେଇଯାଉ ଆଜ୍ଞା ଶୁଣିବୁ ହଁ ପ୍ରଥମ ପୁରୁଷ କିଏ ଯାହାଙ୍କ ନାମର ପ୍ରଥମ ଅକ୍ଷର ସ ବର୍ଣ୍ଣରୁ ଆରମ୍ଭ ହୁଏ ଆଜ୍ଞା ଶ୍ରୀକୃଷ୍ଣ ଜାଣିଛନ୍ତି ସବୁ ହଁ ଦ୍ୱିତୀୟ ସ ବର୍ଣ୍ଣରେ ଆରମ୍ଭ ହୁଏ ଶକୁନି ଶକୁନି ଗଲେ 2 ତୃତୀୟ କିଏ ସହଦେବ ଆଜ୍ଞା କୋଉ ସହଦେବ କେତେ ଜଣ ସହଦେବ କି ଜଣେ ତ ସହଦେବ ମହାଭାରତରେ କେତେ ଜଣ ସହଦେବ ଜଣେ 2 ଜଣ ସହଦେବ 2 ଜଣ 2 ଜଣ ସହଦେବ ଆପଣ ଗୋଟେ କହନ୍ତୁ ମୁଁ ଗୋଟେ କହିବି ଜଣେ ସହଦେବ ହଉଛି ପଣ୍ଡୁଙ୍କ ଶେଷ ପୁଅ ଠିକ ଠିକ ଲାଷ୍ଟ 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 ପୁଅ ସିଏ ହଉଛି ସହଦେବ ସହଦେବ। ଆଉ ଜଣେ ସହଦେବ କିଏ କହିଲେ ଆସିବେ କୋଉଠୁ ଆପଣ କଣ କହିଲେ ପାଲାକୁ କଲରିଂ କରିବା ପାଇଁ ଆପଣ କହୁଛନ୍ତି ସେ ଯୋଉଟା ଶିଖିଥିଲା ମୁଁ ସେଟା କହିଦେଲି ଆଉ ତାପରେ ତ ଜଣା ନାହିଁ କୋଉ ତାପରେ ତ ନାହିଁ ଏ ଜରାସନ୍ଧର ଗୋଟିଏ ପୁଅ ତା ନା ସହଦେବ ସହଦେବ ହଁ କିଏ କହୁଥିଲା ତା ନାଁ ଜରାସନ୍ଧ ପୁଅ ନା ସହଦେବ ହଁ ପଣ୍ଡୁଙ୍କ କନିଷ୍ଠ ପୁତ୍ର ନାମ ହଉଛି ସହଦେବ ମିଳିଗଲା ରହ ଏମାନଙ୍କ ମଧ୍ୟରୁ ହଁ ପଣ୍ଡୁପୁତ୍ର ସହଦେବ ଆଜ୍ଞା କେତେ ନମ୍ବର ହେଲେ ସାର୍ 3 3 ହେଲେ ହଁ 4 ନମ୍ବର ପୁରୁଷ କିଏ କିଏ ସାର୍ ଯାହାଙ୍କୁ ଦିନେ ଦିବ୍ୟ ଦୃଷ୍ଟି ପ୍ରଦାନ କରିଥିଲେ ବ୍ୟାସ ଆଚ୍ଛା ସଞ୍ଜୟ ଆଜ୍ଞା ହେଲେ ହଁ ଇଏ ହେଲେ 4 ପୁରୁଷ ପୁରୁଷ 2 ଜଣ ନାରୀ କିଏ ସେ ନାରୀ କିଏ 2 ଜଣ ନାରୀ ଶୁଣିବୁ କପିଳ ଆଜ୍ଞା ଜଣେ ହେଲେ ସୁଦେଶନା ଆଜ୍ଞା ସୁଦେଶନା କିଏ କିଏ ବିରାଟ ରାଜାଙ୍କ ରାଣୀ ଆଜ୍ଞା ଯୋଉଦିନ ବିରାଟ ରାଜାଙ୍କ ସହିତ କଙ୍କପଣ୍ଡା ନାମଧାରୀ ଯେତେବେଳେ ଅଜ୍ଞାତବାସରେ ଥିଲେ ହଁ ହଁ ଯୁଧିଷ୍ଠିର ସାର୍ ପୋଷା ଖେଳୁ ଖେଳୁ ହଁ ଟିକିଏ ଭୁଲ ହେଇଗଲା
আচ্ছা কোন কলে বিরাট রাজা কোন কলে পোশাক কাটি ধরে ভেঙে দেলে যে মুন্ডটা ফাটিগলা মুন্ড ফাটিকি যেତେବେଳେ রক্ত ঝরিলা ভাই যা ঘাই গলে কিয়ে সুদেশনা আচ্ছা ভাই যাই যে রক্ত ঝরদিলা হাতরে ধরে পকেলে আচ্ছা আচ্ছা এ কথা দেখিকি পচারলে কিয়ে এ রাজা হ্যাঁ বিরাট রাজা আজ্ঞা আজ্ঞা বলে রানী ঘরর গোটাଏ ଚାକରର ମୁଣ୍ଡ ଫାଟିଗଲା ରକ୍ତଟା ତମେ ହାତରେ କାହିଁ ଧରିଲ ରାଣୀ ସୁଦର୍ଶନା ହାତ ଯୋଡ଼ିଲେ କହିଲେ ସ୍ୱାମୀ ଆପଣ ଯାହାକୁ କହୁଛନ୍ତି ଚାକର ବୋଲି ସେ କିଏ ଜାଣନ୍ତି କିଏ ସିଏ ଧର୍ମରାଜ ଯୁଧିଷ୍ଠିର ତାଙ୍କ ଶରୀରର ଗୋଟାଏ ବୁନ୍ଦା ରକ୍ତ ଯଦି ଭୂମିରେ ପତିତ ହୋଇଯାଏ ହଁ ହଁ 1000 ବର୍ଷ ପର୍ଯ୍ୟନ୍ତ ଭୂମିଟା ବନ୍ଧିଆ ହେଇଯିବ ଠିକ ଯିଏ ଏତେ କଥା ଜାଣିଥିଲେ ହଁ ସିଏ ହଉଛନ୍ତି କିଏ ସୁଦର୍ଶନା ଆଜ୍ଞା ଆଉ ଜଣେ ନାରୀ ସ୍ୱନାମଧାରୀ ହଁ ସେ କିଏ ଜାଣିଛୁ ସୀତା 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 ଆରେ ସାରଙ୍କ ପିଏ ମୁଁ ମୋ ପିଏ ତମେ ହେଇ! ତାଙ୍କ ନାଁଟି ହଉଛି ଶୈରେନ୍ଦ୍ରୀ ଶୈରେନ୍ଦ୍ରୀ କହିଲୁ ଶୈରେନ୍ଦ୍ରୀ ମହାଭାରତରେ କେତେ ଜଣ ଥିଲେ ସେ ଜଣେ ତ ଆଉ କିଏ ଅଛନ୍ତି ଆଁ? ସେ ଜଣେ 2 ଜଣ ଶୈରେନ୍ଦ୍ରୀ ଥିଲେ ଦୁଇ ଜଣ 2 ଜଣ ଶୈରେନ୍ଦ୍ରୀ ଆରେ କିଏ ପ୍ରଥମ ଶୈରେନ୍ଦ୍ରୀ କିଏ କହିଲୁ କିଏ କହୁନାହାନ୍ତି ଆପଣ ଭଞ୍ଜ ଲେଖି ନାହାନ୍ତି ପଦଟିଏ ଛାନ୍ଦ ଆସୁ ଆସୁ ମତେ ଧରିଛନ୍ତି ମୁଁ ବସିବି ନାଇଁ କି ସବୁବେଳେ ଠିଆ ହେବି ନା କଣ ଭଞ୍ଜ ଲେଖିଛନ୍ତି ସୁଭଦ୍ରା ପରିଣୟରେ ଆଚ୍ଛା ହେଇଯାଉ ତାହେଲେ କଣ ଲେଖିଛନ୍ତି ହଉ, ହଉ। କହିଲେ ଶୈରେନ୍ଦ୍ରୀ ଠାରୁ ପାଇଣ ସହରସ ଅନ୍ତଃପୁର ସୁବର୍ଣ୍ଣ ଥାଳି ଭଦ୍ରାଏ ମନ୍ତ ସକୁ ହଇଲେ ଶାସନ କରିବେ ସଭିଏ ହଇଲେ କଥାଟା ପ୍ରଥମ ଦିନ କହୁଥିଲି ଗତକାଲି ଆଜ୍ଞା ଆଜ୍ଞା ଯୋଉଦିନ ସତ୍ୟଭାମାକୁ ଉଦ୍ଧାର କଲେ ଅର୍ଜୁନ ହଁ ଅର୍ଜୁନ ଉଦ୍ଧାର କରିବା ପରେ ପରେ କୃଷ୍ଣ ବଳରାମକୁ ଭଗବାନ କୃଷ୍ଣ ଉଦ୍ଧାର କଲେ ହଁ ସତ୍ୟଭାମା ରକ୍ଷା ପାଇଲେ ହଁ କୃଷ୍ଣ ବଳରାମ ଉଦ୍ଧାର ହେଲେ ଠିକ ଆଚ୍ଛା ଅର୍ଜୁନ ଯେତେବେଳେ କୃଷ୍ଣ ବଳରାମ ହଁ ଏବଂ ସତ୍ୟଭାମାଙ୍କ ପ୍ରତି ଏତେ ହଁ କଣ କଲେ ଉପକାର କଲେ କଲେ। ତାଙ୍କ ଉପକାର ତ ସୁଝିବା ପାଇଁ ପଡିବ ନିହାତି ତେଣୁ ଆଗ କୃଷ୍ଣ କହିଲେ କଣ ଜଣେ ସଖୀକି ଡାକିଲେ ହଁ କହିଲେ ଯାଇ ଖବର ଦେ ହଁ ସମସ୍ତେ ସୁବର୍ଣ୍ଣ ଥାଳି ତଣ୍ଡୁଳ ଦୁର୍ବା ସୁନା ଥାଳିରେ ଦୁବ ଘାସ ହଁ ଅରୁଆ ଚାଉଳ ଚାଉଳ। ୟାକୁ ସବୁ ରଖି ହଁ। ଘୃତ ଦୀପ ରଖି ହଁ। ବନ୍ଦାପନା କରିବା ପାଇଁ ପ୍ରସ୍ତୁତ ହେଇଯାଉ ରେଡି ହୁଅ ଯୋଉ ସଖୀକି କହିଲେ ଆଜ୍ଞା ଆଜ୍ଞା ସେ ସଖୀ ଆସି ରାଜପୁରରେ କହିଲା ହଁ ତା ନାଁ କଣ ଥିଲା କଣ ସାର୍ ଶୈରେନ୍ଦ୍ରୀ ଆଚ୍ଛା ତାମାନେ କୃଷ୍ଣଙ୍କର ରାଜପ୍ରାସାଦରେ ହଁ। ଜଣେ ସଖୀ ଥିଲା ହଁ। ତା ନାଁ ହଉଛି ଶୈରେନ୍ଦ୍ରୀ ଶୈରେନ୍ଦ୍ରୀ ଆଉ ଜଣେ ଶୈରେନ୍ଦ୍ରୀ କିଏ ଦ୍ରୌପଦୀଙ୍କର ଗୋଟିଏ ନାମ ହଉଛି ଶୈରେନ୍ଦ୍ରୀ 5ଟି ନାମ ଦେଇଥିଲେ ବ୍ୟାସ ଆଉ ଗୋଟିଏ ଗୁପ୍ତ ନାମ ପରା ଦ୍ରୌପଦୀଙ୍କର ଥିଲା ଇଏ ମହାଭାରତରେ ଯେଉଁ ନାମ ପରା ଶୈରେନ୍ଦ୍ରୀ ହୋଇଲା କେତେବେଳେ ଗୋଟିଏ ବର୍ଷ ପାଇଁ ଆଜ୍ଞା ମାତ୍ର ଗୋଟିଏ ବର୍ଷ ପାଇଁ ଦ୍ରୌପଦୀଙ୍କ ନାଁଟା ହେଇଥିଲା ଶୈରେନ୍ଦ୍ରୀ ଶୈରେନ୍ଦ୍ରୀ ଯୋଉ ଗୋଟିଏ ବର୍ଷ ଅଜ୍ଞାତବାସରେ ଥିଲେ ଆଜ୍ଞା ସେତିକି ବେଳେ ଦ୍ରୌପଦୀଙ୍କ ନାଁଟା ଥିଲା ଶୈରେନ୍ଦ୍ରୀ ଶୈରେନ୍ଦ୍ରୀ ଗଲା 4 ପୁରୁଷ 2 ନାରୀ ଗଲି ଏମାନେ ଜାଣିଛନ୍ତି ମହାଭାରତ ହବ ହବ ଏମାନଙ୍କ ମଧ୍ୟରେ ପ୍ରଥମ ପୁରୁଷ ଯିଏ ହଉଛନ୍ତି ଭଗବାନ କୃଷ୍ଣ ଯୁଧିଷ୍ଠିର ତ କହିଦେଲେ ହେ ଶ୍ରୀହରି ହେ କୃଷ୍ଣ ତମେ ଯାହା ଚିନ୍ତା କରୁଛ ଆମ ମାନଙ୍କର
উপকার পাই দুই বংশর উপকার পাই হ্যাঁ। তুমি চেষ্টা করো কর তুমি করে চাল এই। মোর গুণী জ্ঞানী পণ্ডিত সমাজ এ কথার স্থির করে দেলে ভগবান কৃষ্ণ মতে কিছু করিবা পাই পড়িব বড় ভাইঙ্কর নির্দেশ আসিলানি ঠিক এ কথা চিন্তা করি হ্যাঁ। ভগবান কৃষ্ণ স্থির কলে মতে যা পাই পড়িব পড়িব কোউঠিকি গলে কোটি কি সেদিন হ্যাঁ। সিংহাসন উপরে বসেছিলে চক্রেশ্বর বীরেশ্বর কুরুকুল দণ্ডধর মানি দুর্যোধন সিংহাসনে সিংহাসন উপরে বসিছন্তি চক্রেশ্বর 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 কিଏ ଇଏ ଚକ ଉପରେ ବସନ୍ତି କଣ କହିଲୁ ଯେଉଁମାନେ ଚକ ଉପରେ ବସନ୍ତି ତାକୁ ଆମ୍ଭେ ମାନେ କହିବା ଚକ୍ରେଶ୍ୱର ଦଣ୍ଡେଶ୍ୱର ଅକ୍ଷେଶ୍ୱର ଯିଏ ମୁଣ୍ଡ ଉପରେ ବସେ ମୁଣ୍ଡେଶ୍ୱର କହିଲା ଯିଏ ଚକ ଉପରେ ବସେ ତାକୁ କହନ୍ତି ଚକ୍ରେଶ୍ୱର କପିଳ ଆଜ୍ଞା ଯିଏ ଚକ୍ରବର୍ତ୍ତୀ ମାନଙ୍କର ଈଶ୍ୱର ତାକୁ କହନ୍ତି ଚକ୍ରେଶ୍ୱର ଆଚ୍ଛା ଆଚ୍ଛା ଚକ୍ରବର୍ତ୍ତୀ ମାନଙ୍କର ଈଶ୍ୱର ଯିଏ ଚକ୍ରେଶ୍ୱର ଆଜ୍ଞା ଆଚ୍ଛା ଚକ୍ରବର୍ତ୍ତୀ କାହାକୁ କହନ୍ତି ଥରେ କାହାକୁ କହିବେ ସେଇ କଥା ତ হ্যাঁ ତାହେଲେ ଆମେ କାହାକୁ କହିବା অতিরগত করদস্য রসিতাঙ্গুলিক মৃদোহু চাপাঙ্কুশাঙ্কিত যস্য চক্রবর্তী ভবেত ধ্রুবম কাব্যর নাম হচ্ছে সামুদ্রিক কাব্য ଆଜ୍ଞା 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 ଯେଉଁଥିରେ ହସ୍ତରେଖା ବିଚାର ଥାଏ ଆଚ୍ଛା ସେଥିରେ କବି କହିଲେ କଣ? ଅତିରକ୍ତ କରଯସ୍ୟ ହଁ ଯାର ଦୁଇ ହସ୍ତ ହଁ ଆରକ୍ତ ବର୍ଣ୍ଣ ହେଇଥିବ ଆଚ୍ଛା ଗ୍ରଥିତାଙ୍ଗୁଳି ଅଙ୍ଗୁଳି ଗୁଡିକ ଗୁନ୍ଥି ହେବା ପରେ ରହିଥିବ ଆଚ୍ଛା ଆଚ୍ଛା ଯାର ହସ୍ତ ଗୁଡିକ ଆରକ୍ତ ବର୍ଣ୍ଣ ହେଇଥିବ ଅଙ୍ଗୁଳି ଗୁଡିକ ଗୁନ୍ଥି ହେବା ପରେ ହେଇଥିବ ଦୁଇ ହସ୍ତରେ କଣ ଦେଖୁଛୁ ରେ ସାର୍ ସେ ଲକ୍ଷଣଟା ମୁଁ ଦେଖୁଛି ମୁଁ କେବଳ ଚକ୍ରବର୍ତ୍ତୀ ହେଇପାରିବି କି ତେଣୁ ମୋର ସବୁ ତାର ତୋର ପୁରା ଆଇଟମ ଗୋଟିଏ ଜିନିଷ ଅଛି କୋଉଟା କହିଲି ହାତ ଦେଖୁନୁ ସମସ୍ତେ ଲେପର୍ସ ପେସେଣ୍ଟ ଭଳିଆ ଦେଖାଯାଉନି ତା ହାତକୁ ଦେଖି କଣ କହୁନ ଏଇ ଆଙ୍ଗୁଳିଟା କଣ ଏମିତି ଏଠୁ ଛିଡିଗଲା ଭଳିଆ ଲାଗେ ଦୁଇଟା ଯାକ ଦେଖ ସାର୍ କେତେ ସିଧା ଏଠି ଯଦି ଖୁଣ୍ଟି ରଖିଦେବେ ଯା ରହିଯିବେ ଏଇଟା ଖୁଣ୍ଟି ଆଜ୍ଞା ଆକୁ ଯଦି ଗୋଟେ ଖୋବା ରଖିଦେବେ ତା ଉପରେ ସେ କଣ କହୁଛି ବୁଝିଲୁ ମୁଁ ଖୁଣ୍ଟେଶ୍ୱର କପିଳ ଆଜ୍ଞା ଯାର ହସ୍ତ ଗୁଡିକ ଆରକ୍ତ ବର୍ଣ୍ଣ ହେଇଥିବ ଅଙ୍ଗୁଳି ଗୁଡିକ ଆମର କଣ ଆପଣଙ୍କର ସିଷ୍ଟମ ନାହିଁ ଆଉ କଣ କରିବା ଆଡଜଷ୍ଟ କରିବା ଆମେ ମହାଚାଲାକି ଆଜ୍ଞା ଆମେ ଆଡଜଷ୍ଟ କଲା ବେଳକୁ ଆପଣ ପାଲା କରନ୍ତୁ ମୁଁ କରିବା ଏଇଟା ବସନ୍ତୁ ସେ ଖାଲି ଚାପୁଡା ଖାଇବାନି ମୁଁ ତ ଏଠି ଗୋଟା ରଖିଦେଇଛି ସିଏ କହିଲା ମୁଁ ଫୋନ ଟା କାହିଁ ହାତରେ ଧରିବି ଦେଲା ଖୁସି ସେଠି ଆଉ ଅଙ୍ଗୁଳି ଗୁଡିକ ଗୁନ୍ଥି ହେବା ପରେ ହେଇଥିବ ଆଜ୍ଞା ଦୁଇ ହସ୍ତରେ ହଁ ଧନୁ ଏବଂ ଅଙ୍କୁଶ ଚିତ୍ର ଯାର ଚିତ୍ରିତ ହେଇଥିବ ଆଜ୍ଞା ସେ ବ୍ୟକ୍ତି ନିଶ୍ଚିତ ଭାବରେ ଚକ୍ରେଶ୍ୱର ହବ ଏ ଚକ୍ରବର୍ତ୍ତୀ ହବ ହବ କପିଳ ତାହେଲେ କୋଉ ଯୁଗର ଚକ୍ରବର୍ତ୍ତୀ ଇଏ ଦ୍ୱାପର ଯୁଗର ତା ପୂର୍ବରୁ ତାପରେ ରହିଲା ତ୍ରେତୟା ତା ପୂର୍ବରୁ ସତ୍ୟ କିଏ କିଏ ଚକ୍ରବର୍ତ୍ତୀ ଥିଲେ ଏତେ କଥା ମୁଁ କହିପାରେ ମୁଁ କଳି ଯୁଗର କହିଦେଇପାରେ ମୁଁ ତ ଯୋଉ ଯୁଗ ଆଜ୍ଞା ତମ ସାର ପଇସା ତ ସିଏ କହିବେ ମୋ କଥା ରହିକିରି କହୁଛୁ ନା ମୁଁ କି ପଇସା ନଉଛି କି ରେ କପିଳ ଦେବା କଥା ମତେ ଫୋପାଡ଼ିକି ଦଉଛନ୍ତି ଆଜ୍ଞା ତତେ ପଇସା ଫୋପାଡ଼ିକି ଦଉଛି ଫେରେ ପଇସା କିଏ ଫୋପାଡ଼ି ଦିଏ ଏ ପାଲାରେ କଣ କହିଲ ଖଟ ଉପରେ ବସିଲି ଅନୁଷ୍ଠାନ ଆପଣ ଗୋଟେ ବିରାଟ ବଡ ଖଟ ଦେଇଛନ୍ତି ସେଥିରେ ଗଦି ପଡିଛି ତକିଆ ପଡିଛି ବେଡସିଟ୍ ପଡିଛି ଆମକୁ ଦେଇଛନ୍ତି କିନ୍ତୁ ଆମର ତକିଆ ନାହିଁ ଆମେ ନିଜ ନିଜ ଜିନିଷ ପତ୍ର ସବୁ ଆଇଟମ ଠିକ କରିକି ଦଉଛୁ ପଇସା ବଣ୍ଟା ହେଲାକୁ ସେଇ ରାତି ବାଣ୍ଟି ଦେବେ କଣ କରିବେ ଏ କଣ କୋଉ କରୁ ଆପଣ ରଖୁଛନ୍ତି ଗାଈକୁ ମାନେ ଆମର ତ ତା ହିସାବ ବୁଝିଲେ କି ସେ ଖଟ ଉପରେ ବସିକି ନେ ରେ ଏଟା କପଲ ଧରେ ମାନେ ସେଇଠି ଯାଇଲୁ ନେ ରେ ଆମକୁ ଏମିତି ଦଉନାହାନ୍ତି ମୁଁ ଏକୁଟିଆ କହିଥିଲି କଣ ସବୁ କପିଳ ଏ କଥା ଭାଇନା ବସିଛନ୍ତି କାଲି ଯେତେବେଳେ ବିଦା ହେବେ ଆପଣ ଦେଖିବେ ଆପଣ ବସିବେ ବିଜୟ ଓଝା ତା ଜୀବନରେ ପଇସା କେବେ ଧରେନି କି ଗଣେନି ମୁଁ ଗଣୁଛି ଆଉ କିଏ ଗଣୁଛି ମୁଁ ଗଣୁଛି କିରେ ତୁ ନ ଗଣୁଥିଲେ ତ ସଙ୍ଗୀତ ଭାଇ କିଏ ତ ଜଣେ ଗଣୁଥିବ ଆଜି ହେଲେ ଆପଣଙ୍କ ପଇସା କାହିଁକି ସର୍ଟ ରହୁଛି ମୁଁ ଗଣିକି ଦଉଛି କପିଳ ରହ 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 ସତ୍ୟ ଯୁଗରେ କେତେ ଜଣ ଚକ୍ରବର୍ତ୍ତୀ ଥିଲେ ସତ୍ୟ ଯୁଗରେ ଶୁଣିବେ କେତେ ଚକ୍ରବର୍ତ୍ତୀ ଦୟାକରି କୁହନ୍ତୁ ଚକୁଳିଆ ପଣ୍ଡା ଗୀତରେ ଲେଖା ଅଛି ପରା ଚକୁଳିଆ ପଣ୍ଡା ଗୀତ ଖୁସି ଦେଇଛନ୍ତି ସତ୍ୟ ଯୁଗରେ ତୀରେ ବଳିବେଣ ବାଣ ଧାତା ଷୋଢ଼ ଚକ୍ରବର୍ତ୍ତୀ
କିଏ 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 ସାର୍? କଳି ଏକେ, ବେଣ ଦୁଇ, ମାନ୍ଧାତା ତିନି, ଧୁନ୍ଧୁମାର ଚାରି, ପୁରୁରମା ପାଞ୍ଚ, କାର୍ତ୍ତବୀର୍ଯ୍ୟାର୍ଜୁନ ଛଅ ହେଇଗଲେ। ହେଇଗଲେ 6 ଚକ୍ରବର୍ତ୍ତୀ। ଆଜ୍ଞା ସତ୍ୟ ଯୁଗରେ ଛଅ ଜଣ। ତ୍ରେତୟାରେ କିଏ କହିବ? ଯେତେ ସୂର୍ଯ୍ୟବଂଶୀ ରାଜା ସମସ୍ତେ ହଉଛନ୍ତି ଚକ୍ରବର୍ତ୍ତୀ। ଚକ୍ରବର୍ତ୍ତୀ। ଦ୍ୱାପର ଯୁଗରେ କିଏ? କୋହଳ ଚକ୍ରବର୍ତ୍ତୀ। ତା ଭିତରେ ହଁ ରହିଛନ୍ତି କିଏ? ଦୁର୍ଯ୍ୟୋଧନ, ଆଜ୍ଞା ଜରାସନ୍ଧ, ହଁ ଏପରି ଯେ କଂସ, ହଁ ସମସ୍ତେ ଚକ୍ରବର୍ତ୍ତୀ। ଠିକ ଠିକ ଇଏ ଦୁର୍ଯ୍ୟୋଧନ ହଉଛି ଚକ୍ରବର୍ତ୍ତୀ ମାନଙ୍କର ଈଶ୍ୱର। ଈଶ୍ୱର। ସିଂହାସନରେ ବସିଛନ୍ତି। ଆଜ୍ଞା ବସିଛନ୍ତି ସିଂହାସନରେ। ହଁ ଉଦ୍ଦେଶ୍ୟ କଣ ତାହା ସେଦିନ ରାଜସଭାରେ ବସିଥିବା ପଣ୍ଡିତ ମାନେ ବ୍ୟକ୍ତି ବିଶେଷ ମାନେ ସେ ପଣ୍ଡିତ ସେ ସଭାରେ କିଏ କିଏ ଥିଲେ ଜାଣି? ସାରେ କିଏ? ସେ ସଭାରେ କିଏ ବସିଥିଲେ? ରହିଥିଲେ ପାତ୍ର ମନ୍ତ୍ରୀ ଅମାତ୍ୟ ବନ୍ଧୁବର୍ଗ ରାଜା ହଁ ସମସ୍ତେ ସେନାପତି ନିଜର ବଂଶଧର ଭାତୃବୃନ୍ଦ ସମସ୍ତେ ବସିଛନ୍ତି। ଠିକ ଠିକ କାହିଁକି ହଁ କାହିଁକି ସେଦିନ ରାଜଦରବାରେ ଡକାଇଥିଲେ ସଭା? ସାରେ କାହିଁକି? ଏକଥା କେହି ଜାଣନ୍ତି ନା କିନ୍ତୁ ଜାଣନ୍ତି ଜଣେ। ସାରେ ସେ ଜଣକ ଜାଣନ୍ତି ଜଣେ ହଁ ଯିଏ କି ଚିନ୍ତିତ ଅବସ୍ଥାରେ ବସିଥିଲେ। ଚିନ୍ତିତ ସେ କିଏ? କିଏ ଆଜ୍ଞା? ସିଏ ପରା ପିତାମହ ଭୀଷ୍ମ। ଭୀଷ୍ମ ଜାଣିଛନ୍ତି କୃଷ୍ଣ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି ରାଜଦରବାରକୁ, କିନ୍ତୁ ମନରେ ଭାବୁଛନ୍ତି ହେ ପ୍ରଭୁ ପ୍ରଭୁ ଇଏ ଯଦି ଇଏ କୁରୁରାଜ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ କୁରୁପତି ଦୁର୍ଯ୍ୟୋଧନ ଆପଣଙ୍କୁ କଣ ଚିହ୍ନେ? ଚିହ୍ନେ ଆପଣଙ୍କୁ କଣ ଜାଣେ? ଜାଣେ ସେ ଜାଣେ ନା। ନା ମୁଁ କଣ କହିବି? ଚିନ୍ତିତ ଅବସ୍ଥାରେ ତାହେଲେ କପିଳ ଆଜ୍ଞା ଦୁର୍ଯ୍ୟୋଧନ କୃଷ୍ଣଙ୍କୁ କଣ ଜାଣିନି? କଣ ସାର୍? ଆରେ ସିଏ ତ ଦେବକୀଙ୍କର ଅଷ୍ଟମ ଗର୍ଭର ସନ୍ତାନ, ଆଜ୍ଞା ସିଏ ତ ବସୁଦେବଙ୍କର ପୁତ୍ର, ପୁତ୍ର ସିଏ ତ ନନ୍ଦ ଯଶୋଦାଙ୍କର ପାଳିତ ପୁତ୍ର। ହଁ ତଥାପି କାହିଁକି ଚିନ୍ତା କଲେ ଯେ ଜାଣିନାହାନ୍ତି କେହି? ସାରେ କାହିଁକି? କିଏ ଜାଣିନି? କି ଦୁର୍ଯ୍ୟୋଧନ ଏକଥା ଦୁର୍ଯ୍ୟୋଧନ ଜାଣିନି? ଜାଣିଛି ଜାଣିଛି, ଆଚ୍ଛା କିନ୍ତୁ ଯାହା ଭୀଷ୍ମ ଜାଣିଛନ୍ତି ତାହା କେହି ଜାଣିନାହାନ୍ତି। ଇଏ କୃଷ୍ଣ କିଏ କିଏ? ଭୀଷ୍ମ ଜାଣିଛନ୍ତି, ଆଜ୍ଞା ଯାହା କେହି ଜାଣିନାହାନ୍ତି। ଆଜ୍ଞା ଆଜ୍ଞା କଣ ଜାଣିଛନ୍ତି ଭୀଷ୍ମ? କଣ ସାର୍? ବ୍ୟାସ ଲେଖିନାହାନ୍ତି ପୁଅ? ହଉ ସଚାପିକେ ସୌହରିର ଭୁଦୁବହ ଏକଂ କୃଷ୍ଣ ପରଙ୍ଗ ଚୈବ ଶୁକ୍ଳ। সৌচাপিকে সৌনিবেশিতাং যদুনাং কুলে প্রিয় দেবকী রোহিণী চ। তয়োরে কোবল দেব বভুব যশৌ সতস্য দেবস্য কেশঃ। সম্ভব যহ বর্ণত সকৃষ্ণ ভগত। ব্যাস কহিলে মোর গুণী জ্ঞানী পণ্ডিত সমাজ গোটিয়ে আশ্চর্য কথা। কৃষ্ণ জন্ম হয়েছেন গোটিয়ে কেশরু, କେଶରୁ গোটিয়ে কেশরু জন্ম হয়েছেন কৃষ্ণ। କଣ କହୁଛନ୍ତି ଆଜ୍ଞା? বলরাম জন্ম হয়েছেন গোটিয়ে কেশরু। କେଶରୁ দুই ভাই কৃষ্ণ আর বলরাম দুইটি কেশরু জন্ম হয়েছেন। ଆଜ୍ଞା সে কেশ কাহার? ସାରେ କେଶ କାହାର ଏମିତିଆ ମୋଟା କେଶ? ଆରେ ମୋଟା ନହେଲେ ପିଲା ଜନ୍ମ ହବ? কৃষ্ণଙ୍କ বর্ণ কোন? କଳା ବା বলরামଙ୍କ বর্ণ কোন? କଳା হ্যাঁ, ଆଜ୍ଞା দুই বর্ণ কেশরু দুই ভাইଙ୍କର সৃষ্টি। ସାରେ ମୋତେ ଭାରି ସନ୍ଦେହ ଲାଗୁଛି କାହିଁକି? କେଶରୁ ପିଲା ସୃଷ୍ଟି ହେଲେ ସେ କେଶ କାହାର? ତୁ କେତେ ଲୋକ ସମସ୍ତେ କଥା ধ্যাৎ! ସାର୍ ବଡ ମଣିଷ କଥା ହେଲା ବେଳେ ଛୁଆ ଚୁପ୍ ଚାହିଁରେ ବସନ୍ତି। কত বড় লোকটা? ନାଇଁ ନାଇଁ ଆପଣ ବଡ ମୁଁ ବଡ ଆପଣ ଟିକେ ସବୁଠୁ ବଡ ମୁଁ ତା ତଳ ବଡ ଆଜ୍ଞା। ଯଦି ଆପଣଙ୍କ ତଳ ବଡ ମୁଁ ତାହେଲେ ଏମାନେ କାହିଁକି ଭଲ ରଙ୍ଗର ହଉଛନ୍ତି କାରଣ ପାଇଁ? ତା ମାନେ কোন কহিবা কথা কହୁନି? କେଶରୁ ଏ ଯୋଉ ଦି ଭାଇ ଜନ୍ମ ହେଲି হ্যাঁ ସେଇଟା ମୋର ସନ୍ଦେହ। হ্যাঁ, କେଶଟା କାହା? শুনিবু কাহার? ଦୟା କରି শুনিবু কাহার? ଆଜ୍ଞା কবি হেলে দিন কৃষ্ণ দাস, ଆଜ୍ଞା বহি হেলা রসকল্লোল, রাগ হেলা চোখিরে ହଁ ହଁ রসকল্লোল কাব্যরে সে ভালো জানিছি, ভালো কথা কହୁଛି। আজ কেমতি বুদ্ধি পাଉଛି পুଅ কে জানি? কারণ যদি কথা যোগাଇବା ପାଇଁ ଗୋଟେ ଲୋକ ନଥିବ ଗାୟକ କଥା କହିପାରିବ। ତମେ ଘାଣ୍ଟି ଦେବେ ଆଜ୍ଞା ଖାଲି ଚାନ୍ସ ଦେଲେ ମୁଁ ଚାନ୍ସ ନେଇପାରୁନି। ତତେ ମୁଁ ସେଇଥିପାଇଁ ଚାନ୍ସ ଦଉନି।
ତୁ ପୁଅ କହି 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 ଶେଷବେଳକୁ ତୋ ସ୍ତ୍ରୀ କଥା କହିବୁ ସିଏ ତମର ମେନ୍ ପାଲା ରହଦିନ କୃଷ୍ଣ ଦାସ ରସକଲ୍ଲୋଳ କାବ୍ୟରେ ଲେଖିଥିଲେ ଚୋଖି ରାଗରେ ବୋଲେ କରୁଣ ପକୁଳ ଭାରେ भगवान ब्रह्मा आज्ञा दिने हाँ धरणी राणी जाई ब्रह्मदेव पाखे पहुंचला आज्ञा सर कौन पकुल भारी हेउ धरणी सुंदरी विकल होई ब्रह्मा को आगे कहला हाँ धरणी राणी हाँ दिने विकल होई जाई ब्रह्मा के पाखे पहुंचला आज्ञा कौन कहला कौन डाकिला हे ब्रह्मदेव कंस प्रताप रे देह हेउची अति असह्य हाँ ब्रह्मदेव कंस जो दिन तो सृष्टि रे जन्म हेलानी आज्ञा आज्ञा ता अत्याचार और जगत रे केही संभाली पारनती एपरि कि देवता माने संभाली पारना ना ता अत्याचार को केही संभाली पारना ना मु अथय ही चलेनी ब्रह्मदेव आहा मते रक्षा करो हाँ मते रक्षा करो करो जते बेले उच्च स्वर रे विलाप कले ब्रह्मा को पाखरे आज्ञा ब्रह्मा कहले मु तो किछि करि पारबिनी आउ ब्रह्मा किछि करिवार अछि ना ब्रह्मा खाली सृष्टि टिकी तैयारी करी थोई देबे बाकी सब तो जने करिबे को देखिए से जण कहउछन्ती महाप्रभु जगन्नाथ आज्ञा महाप्रभु जगन्नाथ सब करती ना हो हो तेणु जगन्नाथ को सर्वस्व चिंता करी आज्ञा ब्रह्मा से दिन जगन्नाथ पाखे पहुंचले आज्ञा पहुंचिक हाथ को जोड़े कहले ठाकुरे ठाकुरे धरणी रानी दुख को टे शुणा हुअतु प्रभु हे ए कंस जहा कलाड़ी आज्ञा आउ ये देवता माने सही पार नहांती ना नरबानर किन्नर केही संभाली पारु नाहांती ना देवनाग नरकिन्नर बंधर्व विद्याधर क्षेत्रराज जेते प्राणी हाँ समस्त असह्य ही पड़ले ठीक आपण टिके रक्षा करंतु ए सृष्टि की रक्षा करंतु करंतु प्रभु ये कथा सुनिबा परे करे हसिले जगन्नाथ महाप्रभु काई हसिले हसिले काई कहे ब्रह्मदेव आज्ञा जदि धरणी राणी तम पाखर न कहि थांता हाँ तमे कोन मो पाखु आसी थांतो नाई प्रभु धरणी राणी कहिलार सुना तमे मो पाखु आसिलो हाँ किंतु मन रख ब्रह्मदेव कुहतु मु सृष्टि की जीवी आपण मु धराधाम को जीवी हाँ जानतु कोन कंस पाई हाँ धरणी राणी पाई हाँ ना अच्छा मु जीवी मो भक्त मान को पाई भक्त मानक पाई जीवी मो भक्त मान को पाई अच्छा मो भक्त मान को मु पूरा कथा देछि भक्त तेणु जीवाटा थय हेले प्रभु को भक्त को कथा देइछन्ति ठाकुरे ए जुगरे नुहे आउ या पूर्व जुगरे कथा देछि अच्छा ठाकुर ये पूर्व जुगरे या पूर्व जुग त्रेतया जुगरे मो भक्त मान को कथा देछि आज्ञा आज्ञा से भक्त किए गिरे कपिल किए को भगवान कथा देथिले हौ हौ आउ पदटिए छंद हौ कवि होछंती किए कवि सम्राट उपेंद्र भंज आज्ञा आज्ञा बही हला वैदेही विलास हाँ वैदेही विलास रे भंज लिखि देले आज्ञा भंज 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 कथा कोन सोरसो हाँ, हाँ, भंज को लेखा सब मु बहुत माने आज्ञा तांकर सब कण स्वर नरम स्वर बड़ पाटी गाइले काले स्वर दबि जिवो ता नुहते तांको स्वर तो मिठाले टिके रहइबो स्लो अरे तमे तो एठी रहिलो आज्ञा
ତମେ ଆଜି ତ ଭଲ ଖାଦ୍ୟ ଖାଇଛ। ଆପଣ ତ ମଟନ ଖାଇଛନ୍ତି କଣ ଖବର ପାଇନି? କଣ ହେଲା? ମଟନ ଖାଇଛନ୍ତି? ଆରେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କଲି, ମା ବାଟ ମଙ୍ଗଳାଙ୍କୁ ଦର୍ଶନ କଲି, ମୁଁ ମଟନ ଖାଇକି ଦର୍ଶନ କଲି। ଆଉ 4 ଚକିଆ ହେଲେ ଆଉ। କିରେ 10 ଚକିଆ ଛାଡି 12 ଚକିଆ ହେଲେ କଣ ହବ? ମୁଁ 12 ଚକିଆ ହେଇଥିଲେ ସେଇଠୁ ମତେ ଲୋକ ଗାଡିରେ କରିକି ଆଣିଥାନ୍ତି। କପିଳ ମୁଁ ଆଜି ଅରୁଆ ଖାଇକି ରେ ପୁଅ, ବଢିଆ ହେଇଛି, ତଥାପି ଅରୁଆ ଖାଇକି ଚାଲିଛୁ, ତୁ କାହିଁ ମରି ଯାଉଛୁ? ବଢିଆ ଗାଉଛନ୍ତି। କହିଲା କଅଁଳିଆ ସ୍ୱର, ତାକୁ ଟିକେ କେମିତି କଅଁଳେଇକିରି ଗାଇଦେଲେ ସେ କେମିତି ଆଉ କେଥାରା ଏ ପୁଅ ପଇସା ଅଣ୍ଟିବନି, ସେଇ ଯୋଉ ତ ପଇସା ଅଣ୍ଟିବନି, ସେଇଥିପାଇଁ ତ ଅଟୁନି। ଆଉ ଖୋଲିକିରି କହିବିନି କିଛି, ଖୋଲିକିରି କହିବି। ହଉ। କପିଳ କବି ସମ୍ରାଟ ଭଞ୍ଜ ହଁ। ବୈଦେହୀ ବିଳାସ ଯୋଉଦିନ ଆଜ୍ଞା। ଯୋଗୀ ମୁନି ଋଷି ମାନେ ସମସ୍ତେ ରାମଙ୍କ ପଛରେ ହଁ ନାରୀ ବେଶ ହେଇକିରି ଗୋଡେଇଥିଲେ, ହଁ ନାରୀ ବେଶ ହେଇକିରି ଗୋଡେଇଥିଲା ବେଳେ ରାମ ସେମାନଙ୍କୁ କଣ କହିଥିଲେ? କଣ? ବୈଦେହୀ ବିଳାସରେ କହିଲେ ଭଞ୍ଜ ଓହୋ। ବାବୁଲି, ହଁ ସେମିତି ଆଣ୍ଠୁ ବାଡିକିରି ବସିଲେ ଆଜ୍ଞା। ସ୍ୱରଟା ଠିକ ନାଭି ପାଖରୁ ବାହାରେ। ଆଉ କଣ ବସିକିରି କୋଚା ହେଇକିରି ବସିଲେ ଆଉ କଣ? ମୁଁ ପୁରା ବସିଲେ ମୋର ହଉନି ଆଣ୍ଠେଇଲେ